ହଉ ତେବେ କୁଆଡ଼େ ଯିବା କୁହନ୍ତୁ, କ'ଣ ଆଲୋଚନା କରିବା? ଗୁରୁଜୀ ଲିପୁରାଜ କହୁଥିଲି ଗଞ୍ଜାମରୁ। ହଁ କୁହନ୍ତୁ। ଏ ଯୋଉ ଡରିବା ନାହିଁ ଆଉ ମୃତ୍ୟୁ ପରର ଅବସ୍ଥା, ମଣିଷ ମଲା ପରେ ପୁଣି ମଣିଷ ହିଁ ଜନ୍ମ ପାଏ ନା ଅନ୍ୟ ଜଣକି ବି ଯାଇପାରେ? ଏ ତ ଅନେକ ଶାସ୍ତ୍ର ମତାମତ ଥାଏ, 84 ଲକ୍ଷ ଯୋଡ଼ି ଏସବୁରେ ମଣିଷ ବି ଗତି କରିପାରେ। ଆଉ ମୃତ୍ୟୁ ପରର ଅବସ୍ଥା, ମୃତ୍ୟୁ ପରେ କଣ ହବ? ଯଦି ମଣିଷ ସେଇ ଶରୀର ହିଁ ନେଇକି ଆସେ କି ଅନ୍ୟ 84 ଭିତରେ ଭ୍ରମଣ କରୁଥାଏ, ତାର କୌଣସି କାରଣ କର୍ମ ଫଳାଫଳ ଯୋଗୁଁ, ସେ ବିଷୟରେ ଆଲୋଚନା କଲେ ଜାଣିବା ଭଲ ହବ। ମୁଁ କହୁଛି ସେ ବିଷୟରେ ଯଦି ଆଲୋଚନା ହବ ତାହେଲେ ଠିକ ହବ। ହଉ ତେବେ ଆଜିର ଏଇ ଟପିକ୍ ରଖିବା ମୃତ୍ୟୁ ପରର ଅବସ୍ଥିତି, ମୃତ୍ୟୁ ପରେ ମଣିଷର ଶରୀର ବା ଆତ୍ମା ବା ମନ ବା ଜୀବ ବା ସ୍ୱୟଂ କୁଆଡ଼େ ଯାଉଛି, ଆଉ ପରବର୍ତ୍ତୀ ଷ୍ଟେଜରେ ଜନ୍ମ ମୃତ୍ୟୁର ସମ୍ପର୍କ ନେଇ କ'ଣ କରୁଛି, କେଉଁ ଯୋନିରେ ଜନ୍ମ ନେଉଛି କି ସେମିତି ରହୁଛି କି କ'ଣ କରୁଛି। ଏ ବହୁତ ଇଣ୍ଟରେଷ୍ଟିଂ ଚାପ୍ଟର ହେଇପାରେ, ମନ ଦେଇ ଶୁଣନ୍ତୁ, ଭୟ କରିବେନି। ଦେଖନ୍ତୁ, ଜନ୍ମ ଆଗେ କି ମୃତ୍ୟୁ ଆଗେ? କୋଉଟା ଆଗେ? ଜନ୍ମ। ଯେମିତି ଗଛ ଆଗେ କି ମଞ୍ଜି ଆଗେ, ସେଇ ପ୍ରଶ୍ନ କୁକୁଡ଼ା ଆଗେ କି ଅଣ୍ଡା ଆଗେ, ଦିନ ଆଗେ କି ରାତି ଆଗେ, କୋଉଟା ଆଗ? କୋଉ ବାରଟା ପ୍ରଥମ? ପୁଣି ଏସବୁ ଆର ଉତ୍ତର ସମାଧାନ କୌଣସି ଗୋଟେ ଜିନିଷ ଆଗେ ନାହିଁ। ଦେଖିବାକୁ ଗଲେ କୌଣସି ଗୋଟେ ଜିନିଷ ବି ଆଗେ ନାହିଁ। ଏ ପ୍ରଭାବ ରୂପରେ ଅନାଦି। ଉତ୍ତର ଯଦି ଆମେ ପାଇବା ପ୍ରଭାବ ରୂପରେ ଅନାଦି, ଇଏ ଏମିତି ହେଇ ଆସୁଛି। ଯଦି କହିବା ସୃଷ୍ଟି କେବେ ହେଲା, ଯଦି କହିବା ଏବେ ହେଲା, ତାହେଲେ ପୂର୍ବରୁ କ'ଣ ଥିଲା? ସୃଷ୍ଟିର ପୂର୍ବରୁ କ'ଣ ଥିଲା? ପ୍ରଳୟ। ପ୍ରଳୟ ପୂର୍ବରୁ ସୃଷ୍ଟି ଥିଲା। ତେଣୁ ସୃଷ୍ଟି ପ୍ରଳୟ ଲାଗିକି ରହିଛି। ଏ ସୂର୍ଯ୍ୟ, ଆଲୋକ, ଆକାଶ, ପୃଥିବୀ, ଇଏ ପ୍ରଭାବ ରୂପରେ ରହିଛି। ଯଦି କହିବା କିଛି ବି ନଥିଲା ପୂର୍ବରୁ, ସୃଷ୍ଟି ପୂର୍ବରୁ କିଛି ନଥିଲା, ତାହେଲେ ଭୁଲ ହେଇଯିବ। ପୁଣି ହେଲା କେମିତି? କିଛି। ଏ କେତେ ବିରାଟ ଦର୍ଶନ, ବିରାଟ ତତ୍ତ୍ୱ। ଭିତରକୁ ପଶିଲେ ହଜିଯିବେ, ତା ଭିତରୁ ହଜିଯିବେ। ତାର ସୂତ୍ର ମିଳିବା ବହୁତ କଷ୍ଟ। ତେଣୁ ଏ ପୃଥିବୀକି ଯିଏ ତିଆରି କରିଛି, ସାରା ବିଶ୍ୱକୁ ଯିଏ ତିଆରି କରିଛି, କିଛି ତ ଗୋଟେ ନମୁନା ରଖିଥିବ ନା। ଯେ ଆର୍ଟିଷ୍ଟ ତିଆରି କରୁଛି ଯେଉଁ ଛବିଟି, ସେ ଛବି ତଳେ ଲେଖି ଦେଉଛି ଅମକ ଆର୍ଟସ୍, ଅମକ ARTS, ଅମକ ଆର୍ଟସ୍। ସେମିତି ଏ ପୃଥିବୀକି ଯିଏ ତିଆରି କରିଛି, ଗୋଟେ କୋଉଠି ତ ଅନୁକୋଣରେ ରଖିଥିବ ଛାପ କି ନାହିଁ, ମୁଁ ତିଆରି କରିଛି ବୋଲି। କହିଲେ କିଏ ବିଦ୍ୱାନ ବ୍ୟକ୍ତି ଅଛନ୍ତି, ସେ ଛାପଟି କ'ଣ ହେଇଥିବ କୁହନ୍ତୁ, ନିର୍ଭୟ କୁହନ୍ତୁ, ଡରନ୍ତୁ ନାହିଁ। ସେ ନମୁନାଟା କୋଉଠି ରଖିଛନ୍ତି? ଇଏ ପୃଥିବୀକି ଯିଏ ତିଆରି କରିଛି, ସାରା ବିଶ୍ୱକୁ ଯିଏ ତିଆରି କରିଛି,
ସେ କୋଉଠି ଗୋଟେ ଅମୁକ ଆର୍ଟସ ଲେଖିଥିବ କି କୋଉଠି ତ ରଖିଦେଇଥିବ ଛାପ। ଏତେ ସତ୍ସଙ୍ଗ ଶୁଣିଲେଣି, 18 ମସିହାରୁ ସତ୍ସଙ୍ଗ ହେଇକି ଆସିଛି। ସେ ସତ୍ସଙ୍ଗ ଭିତରେ ବି କୋଉଠି ଗୋଟେ ମୁଁ କହିଥିବି ନିଶ୍ଚିନ୍ତ। କୁହନ୍ତୁ ତ ଦେଖି, ଏବେ ତ ଜୟଜୀ। ହଁ କୁହନ୍ତୁ। ये जो आग କଥା ପଚାରିଲେ ଯିଏ ସୃଷ୍ଟିକି ତିଆରି କରିଛି ସେ ତାର ନମୁନାଟାକୁ ରଖିଛି। ହଁ ସେଟା ୟାରି ଭିତରେ ତ ଲୁଚିକି ଅଛି। ଆତ୍ମା ଦେବ ସୃଷ୍ଟିର ଅଗ୍ରେ ମୁହିଁ ଏକ ମୋ ତ ହୁଁ ସୃଷ୍ଟି ପରକାଶ। ଯେତେବେଳେ କେହି କିଛି ନଥିଲେ, ତା ପୂର୍ବଟା ହଉଛି ପ୍ରଳୟ, କିନ୍ତୁ ସେ ଜଣେ ଥିଲେ, ସେ ଆତ୍ମା ପୁରୁଷ। ସେ ବର୍ତ୍ତମାନ ଏ ଆର୍ଟଟାକୁ ତିଆରି କରିକି ୟାରି ଭିତରେ ଲୁଚିକି ରହିବ। ମୋ ମତରେ ଯେତିକି ମୁଁ ଭାବୁଛି ଏଇ ଜିନିଷଟା ଠିକ ହେଇ ନପାରେ। ହଉ ଠିକ ଅଛି, ଧନ୍ୟବାଦ ମତାମତ ପାଇଁ। ଆଉ କିଏ କହିବେ କି ଅଛନ୍ତି? ଗୁରୁଦେବ ଜୟଜୀ। ହଁ ଜୟଜୀ। ମୁଁ ଲକ୍ଷ୍ମଣ ବାଙ୍କା କହୁଥିଲି କେଉଁଝରଗଡ଼ରୁ। ଆଚ୍ଛା, ହଁ ଧନ୍ୟବାଦ, କୁହନ୍ତୁ। ମୁଁ ଭାବୁଛି ଏଇଟା ଏଇ ଯୋଉ ସ୍ୱପ୍ନ ଅବସ୍ଥାଟା ହବ କି? ବହୁତ ଧନ୍ୟବାଦ। ଏଇଟା ଜାଣିଲ କେମିତି? ଅନୁମାନ କରୁଥିଲି, ଆପଣ ଥରେ ଅଧେ କହିଥିଲେ, ଶୁଣିଥିଲି, ବଢିଆ ଲାଗିଲା, ଅନୁମାନଟା କହିଦେଲି ଆଜ୍ଞା। ହଁ ହଁ, ମୁଁ କୋଉଠି କହିଥିଲି ମନେ ପଡୁଛି, କୋଉଠି କହିଥିଲି। ଯାହା ହଉ ମନେ ରଖିଛନ୍ତି ସତ୍ସଙ୍ଗରୁ, ସେ ସତ୍ସଙ୍ଗରୁ ଉଦ୍ଧାର କଲେ। ତାର ନମୁନା ହେଉଛି ଅବିକଳ ନମୁନା ଚିତ୍ରପଟ, ଯେଉଁଟା ହେଉଛି ସ୍ୱପ୍ନ। କାରଣ ସ୍ୱପ୍ନରେ ସେ ପୁଣି ତିଆରି କରୁଛି। ସ୍ୱପ୍ନରେ ସେ ତିଆରି କରୁଛି ସାରା ପୃଥିବୀକି, ପୁଣି ସୃଷ୍ଟି କରିପାରୁଛି। ପୁଣି ସୃଷ୍ଟି କରିପାରୁଛି ନା। ତୁମେ ତାର ସାକ୍ଷୀ, ତୁମେ ତାର ସାକ୍ଷୀ। ଏ ସ୍ୱପ୍ନଟା ଯିଏ ସୃଷ୍ଟି କରୁଛି, ସେଥିରେ କେତେ ପର୍ବତ, କେତେ ଜଳରାଶି, ବର୍ଷା, ଢୁ ଢୁ ଖରା, ଖରା ବି କାଟୁଛି ସ୍ୱପ୍ନରେ, ତୁମକୁ ଦେଖୁଛ। ଭୋକିଲା ପେଟକୁ ମଧ୍ୟ ଖାଦ୍ୟ, ଅନ୍ନ ବି ମିଳିଯାଉଛି। ଆଉ ତୁମେ ଖୁବ୍ ଜୋରରେ ଡେଉଁଛ, ଖୁବ୍ ଜୋରରେ ପହଞ୍ଚୁଛ, ଖୁବ୍ ଜୋରରେ ଆନନ୍ଦରେ ହସୁଛ, ନାଚୁଛ, ଖେଳୁଛ, ସବୁ କିଛି ଏକ୍ଜାକ୍ଟ ଏଇ ପୃଥିବୀରେ ଯାହା କରୁଛ, ସେ ସ୍ୱପ୍ନର ପୃଥିବୀରେ ବା ସ୍ୱପ୍ନ ରାଜ୍ୟରେ ତୁମେ ସେଇପରି କରୁଛ, ଆଉ କିଛି ନାହିଁ। ସେଇପରି କରୁଛ ଏକ୍ଜାକ୍ଟ। ତୁମେ ଏ ପୃଥିବୀରେ ଯେମିତି ସିମେଣ୍ଟ ଆଉ ପୁଟି ଦିଆ ଘର କରିଛ, ସେ ସ୍ୱପ୍ନରେ ମଧ୍ୟ ସିମେଣ୍ଟ ପୁଟି ଦିଆ ଘର ତୁମକୁ ଦେଖାଯାଉଛି, ଆଉ ତୁମେ ସେ ଘରେ ରହୁଛ। ଯିଏ ଶତ୍ରୁ ତୁମର, ସେଇ ବ୍ୟକ୍ତି ତୁମର ଶତ୍ରୁ ଆକାରରେ ଦେଖାଯାଉଛି ସ୍ୱପ୍ନରେ, ସେ କେବେ ମିତ୍ର ହଉନି। ଦେଖନ୍ତୁ, ସ୍ୱପ୍ନରେ ମିତ୍ର ହବନି କେବେ, ସେ ଶତ୍ରୁ ମାନେ ଶତ୍ରୁ, ମିତ୍ର ମାନେ ମିତ୍ର, ସ୍ତ୍ରୀ ମାନେ ସ୍ତ୍ରୀ, ସ୍ୱାମୀ ମାନେ ସ୍ୱାମୀ, ପୁଅ ମାନେ ପୁଅ। ତୁମ ଯେତିକ ରିଲେଟିଭ ଅଛନ୍ତି, ସେ ରିଲେଟିଭ ଯାହା ଏଇ ପୃଥିବୀରେ ଦେଖୁଛ, ଚଳନ୍ତି ପୃଥିବୀ, ଜାଗ୍ରତର ପୃଥିବୀ, ସେଠି ମଧ୍ୟ ସେ ସ୍ୱପ୍ନର ପୃଥିବୀ ଏକ୍ଜାକ୍ଟ ସେୟା। ତୁମେ କହିବ ମିଛ ଥିଲା, ସ୍ୱପ୍ନ ଭାଙ୍ଗିଗଲା ପରେ ମିଛ ଥିଲା, କେବେ ନୁହେଁ। ତୁମେ ସତ୍ୟ ବୋଲି କହୁଛ ନା, ମୁଁ ଦେଖିଲି, ଖାଇଲି, ପେଟ ପୁରିଲା, କାହା ସହିତ ମାନେ ପାଟିତୁଣ୍ଡ ହେଲା, ଯିଏ ଚୋର କାମ କରୁଥିବ, ସେ କୋଉଠି ଯାଇକିରି କୋଉଠି ପକେଟ ମାର କରୁଥିବ, ସେ ଦୃଶ୍ୟ ତାକୁ ଦେଖାଯିବ ସ୍ୱପ୍ନରେ, ତା ସ୍ୱପ୍ନ ଅଲଗା ଥିବ। ତୁମେ ସ୍ୱପ୍ନ କେବେ ସେୟା ଦେଖିବନି। ତୁମେ କାହାର ପକେଟ ମାର କରୁଛ ଯଦି ଏ ଜନ୍ମରେ କରିନ, ଜାଗ୍ରତରେ ସେ ସ୍ୱପ୍ନରେ କେବେ ଆସିବନି। ଆଉ ତୁମେ ଯୋଉ ଆଲାମିଆ ଖୋଦା କେବେ ଆସିବନି ହିନ୍ଦୁମାନଙ୍କ ସ୍ୱପ୍ନରେ। ଆଉ ତାଙ୍କର ମହମ୍ମଡ଼ିଆନଙ୍କର କେବେ ବି ଆସିବେନି ଶିବ।
ତାଙ୍କ ସ୍ୱପ୍ନରେ ଶିବ କୃଷ୍ଣ ରାମ ଡିଫରେନ୍ସ ଦେଖନ୍ତୁ। ତେଣୁ ଏଠି ଯେଉଁ ନମୁନା ଟିକକ ରହିଛି ସାରା ପୃଥିବୀକି ଯିଏ ସୃଷ୍ଟି କରିଛି, ଏଠି କିଏ ସୃଷ୍ଟି କଲା? ତୁମର ଭାବନା, ତୁମର ଆକଳନ, ତୁମର ଶତ୍ରୁ, ତୁମର ବ୍ୟବଧାନ, ତୁମକୁ ମଧ୍ୟ ସୃଷ୍ଟି କରିଦିଆ ହେଉଛି। ସେଠି ଜୀବସତ୍ତାକୁ ସୃଷ୍ଟି କରିଦିଆ ହେଉଛି, ତୁମର ଭାବନାକୁ ରଖି ଦିଆହେଉଛି। ତାହେଲେ କେତେ ବଡ଼ ଶକ୍ତି ସେ ଏଠି ଅନୁଭବ କରନ୍ତୁ। କେତେ ଆକଳନ କରି ସ୍ୱପ୍ନ ସୃଷ୍ଟି କରୁଛି, ତୁମକୁ ସେଠି ଅଚେତନ କରିଦିଆ ହେଉଛି। ତୁମେ ଜାଣିପାରୁନ ମୁଁ ସ୍ୱପ୍ନ ଦେଖୁଛି ବୋଲି। ତାହେଲେ ସେ ମାୟାବୀ ଲୋକ କିଏ? ତାହେଲେ ସେଇ ଚକ୍ରାନ୍ତକାରୀ କିଏ? ଚକ୍ର ଆଢୁଆଳରେ ତୁମକୁ ରଖିକି ତୁମକୁ ଦେଖ ସ୍ୱପ୍ନ। ସେ ବ୍ୟାକ୍ ସାଇଡରେ ଅଛି। ସ୍ୱପ୍ନ ସୃଷ୍ଟି କଲା, ତୁମକୁ ଦେଖେଇଦେଲା। ତୁମେ ଅବିକଳ ସ୍ୱପ୍ନ ଦେଖୁଛ, ଅବିକଳ ହଜି ଯାଉଛ ସେ ସ୍ୱପ୍ନରେ। ନା ଜାଗ୍ରତ ଅଛି, ନା ନିଦ୍ରା ଅଛି, ନା ଅତୀତ ଅଛି, ନା ବର୍ତ୍ତମାନ ଅଛି। ବର୍ତ୍ତମାନ ଶୋଇଥିଲ ନା, ପଳେଇଲ ସ୍ୱପ୍ନଟା ହେଇଗଲା ବର୍ତ୍ତମାନ। ଏଠି ଅତୀତ ନାହିଁ କି ଭବିଷ୍ୟତ ନାହିଁ, କେବଳ ସ୍ୱପ୍ନ ହିଁ ସ୍ୱପ୍ନ, ସତ୍ୟ ହିଁ ସତ୍ୟ। କାହିଁକି ସତ୍ୟ? ନା ଯେତେବେଳେ ବାଘ ଆସୁଛି ତୁମେ ଚିତ୍କାର କରୁଛ, ନିଦ ଭାଙ୍ଗି ଯାଉଛି। ତେଣୁ ସତ୍ୟ ନଥିଲେ ତମେ ତ କହିଥାନ୍ତ ନାଇଁ ଏ ତ ମିଛ ବାଘଟା, ଏ ତ ସ୍ୱପ୍ନର ବାଘ। ମୁଁ କାହିଁ ଡରିବି, ମୁଁ ତ ଖଟ ଉପରେ ଶୋଇଛି। ଏଠି ନା ଜଙ୍ଗଲ ଅଛି, ନା ବାଘ ଅଛି। ନା ନା, ହବନି। ଏଭଳି ମାୟା, ଏଭଳି ସ୍ୱପ୍ନ ଜଗତର ସତ୍ୟ ଉପରେ ଆଧାରିତ ରଖିଦିଆ ହେଇଛି, ତୁମେ ତାକୁ ସତ୍ୟ ମାନିବାକୁ ବାଧ୍ୟ। ମାନିବ ତ ସତ୍ୟ ତୁମେ। ତେଣୁ ଏଇ ଦେଖନ୍ତୁ କେତେ କେତେ ମାନେ ସାଇଣ୍ଟିଷ୍ଟ ଅଛନ୍ତି ପୃଥିବୀରେ, କେତେ କେତେ ସାଇଣ୍ଟିଷ୍ଟ ଅଛନ୍ତି, କେତେ କେତେ ଭାବୁକ ଅଛନ୍ତି, କେତେ କେତେ ଦାର୍ଶନିକ ଅଛନ୍ତି। କେହି ଜଣେ ଏ ସ୍ୱପ୍ନକୁ ସୃଷ୍ଟି କରିପାରିବ? ସ୍ୱପ୍ନ ସୃଷ୍ଟି କରି ତୁମକୁ ଦେଖେଇ ଦେଇପାରିବ? ନୋ ନେଭର, ନୋ ନେଭର। କେହି ବି ଆଜି ପର୍ଯ୍ୟନ୍ତ ସ୍ୱପ୍ନ ସୃଷ୍ଟି କରିପାରିବେ ନାହିଁ କି କାହାକୁ ଦେଖେଇ ପାରିବେ ନାହିଁ। ଆଉ କୋଟି କୋଟି ଅବୃଦ୍ଧ ସଂଖ୍ୟାର ପଇସା ଯଦି ଆକଳନ କରି ଦିଆଯାଏ, କାହାକୁ ଦିଆଯାଏ, ସିଏ ବି କରିପାରିବନି, ସ୍ୱପ୍ନକୁ ସୃଷ୍ଟି କରିପାରିବନି। ଏ ପୃଥିବୀର ଏ ସାରା ସୃଷ୍ଟିକି ଯିଏ ଆକଳନ କରିଛି, କେତେ ନିର୍ଣ୍ଣାୟକ ସ୍ଥିତିରେ ଆଣି ରଖିଛି। ତେଣୁ ଛୋଟ ଚିତ୍ରଟିଏ ରଖିଦେଇଛି, ଛୋଟ ଆର୍ଟ, ଛୋଟ ନମୁନା, ସେ ହେଉଛି ସ୍ୱପ୍ନ। ଦେଖ ମୁଁ କେମିତି କରିପାରୁଛି ଚିତ୍ର, ଦେଖେ ମୁଁ କେମିତି ସୃଷ୍ଟି କରିପାରୁଛି। ଆଉ ତୁ ବି ସୃଷ୍ଟି କରିପାରୁଛୁ, କାରଣ ଈଶ୍ୱର ଅଂଶ ଜୀବ ଅବିନାଶୀ। ଈଶ୍ୱର ଅଂଶ ହେଉଛି ଜୀବ ଅବିନାଶୀ। ସେ ସୃଷ୍ଟି କରିବାର ଶକ୍ତି ମଧ୍ୟ ତା ଭିତରେ ଅଛି। କାରଣ ତୁମକୁ ଏଠିକି ଅଂଶୀଦାର ମୁଁ କରୁଛି ଏଇଥିପାଇଁ ଯେ ତୁମର ଭାବନାକୁ ନେଇ ସ୍ୱପ୍ନ ସୃଷ୍ଟି ହେଉଛି। ଅତଏବ ତୁମେ ଅଂଶୀଦାର ହେଲ କି ନାହିଁ? ତୁମେ ନ ଜାଣିପାର? ହଁ, ନ ଜାଣିପାରିବ କେମିତି? ଆଉ ଗୋଟେ ବଡ଼ ସିକ୍ରେଟ କଥା, ଏଇ ସ୍ୱପ୍ନ ଦେଖୁ ଦେଖୁ ଯଦି ତୁମେ ଜାଗ୍ରତ ହେଇଗଲ, ଜାଗ୍ରତ ଅର୍ଥ ସ୍ୱପ୍ନକୁ ଜାଣି ନେଇଗଲ ଏଇଟା ସ୍ୱପ୍ନ, ତାହେଲେ ସମାଧି ହେଇଗଲା ତୁମର ସେଠି। ବୁଝନ୍ତୁ ମୋ କଥାକୁ, ଟିକେ ବୁଝନ୍ତୁ। ଯଦି ସ୍ୱପ୍ନ ଦେଖୁ ଦେଖୁ ତୁମେ ଜାଣି ନେଇଗଲ ଏଇଟା ସ୍ୱପ୍ନ, ତାହେଲେ ସମାଧି ହେଇଗଲା। କାରଣ ସମାଧିରେ ଜାଗ୍ରତରେ ଦେଖୁଛ ନା, ଏଠି ସ୍ୱପ୍ନଟା ଦେଖୁଥିଲ। କିଏ ଦେଖାଉଥିଲା ପ୍ରୋଜେକ୍ଟର ରଖିକି, ତୁମେ ଦେଖୁଥିଲ। କିନ୍ତୁ ନିଜେ ତୁମେ ପ୍ରୋଜେକ୍ଟର ହେଇଯିବ ସେଠି। ନିଜେ ଯାହା ଆକଳନ କରିବ ସେଇ ଦୃଶ୍ୟ ଆସିବ। ଏଇଟା ରହସ୍ୟଟା। ସମାଧି ସେଇ ସମୟରେ ହେଇଯିବ, ସ୍ୱପ୍ନ ଦେଖୁ ଦେଖୁ ସମାଧି ହେଇଯିବ। ଯଦି ତୁମର ସଚେତନତା ଆସିଗଲା ଯେ ଏଇଟା ସ୍ୱପ୍ନ ବୋଲି।
এটা চেষ্ଟାରେ ହବନି, ଚେଷ୍ଟା କଲେ ତୁମେ ହବନି। ଏଇଟା ସିଏ ଯିଏ ପ୍ରୋଜେକ୍ଟ କରୁଛି ଯିଏ ଦେଖଉଛି ଦୃଶ୍ୟ ଗୁଡ଼ା, ସିଏ ଯଦି ଚାହିଁବ ହବ, ନହେଲେ ହବନି। ନହେଲେ ତା ରହସ୍ୟ ତ ଜଣା ପଡ଼ିଯିବ, ତାର ମାୟାଜାଲ ଛିଡ଼ିଯିବ ଏଠି ନା, କେମିତି ହବ? କରି କରାଉ ଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ। ସିଏ କରଉଛି ସେଇ, ତେଣୁ ଯିଏ ତୁମକୁ ଦେଖଉଛି ଏ ଦୃଶ୍ୟ, ସେଇ ଏ ପୃଥିବୀ ସୃଷ୍ଟି କରିଛି। ଏବେ ଆକଳନ କରନ୍ତୁ, କିଏ ସେଇ ମଣିଷଟା, କି ସେଇ ଈଶ୍ୱରଟା, କି ସେଇ ସତ୍ତା, ଚିନ୍ତା କରନ୍ତୁ ଥରେ। ଏ ଗଭୀର ଜ୍ଞାନ ଭିତରକୁ ଯେତେବେଳେ ପ୍ରବେଶ କରିବ, ତୁମେ ଜ୍ଞାନ ସମାଧି ହେଇଯିବ। ଚିନ୍ତନ କରୁ କରୁ ଭିତରକୁ ପଶୁ ପଶୁ ତୁମେ ଜ୍ଞାନ ସମାଧି ହେଇଯିବ। ଆଉ ଜ୍ଞାନରେ ଯେତେ ମଜା ଅଛି, ଜ୍ଞାନରେ ଯେତେ ହଜିବ ତୁମେ ବାସ୍ତବ ଜିନିଷଟାକୁ ଆକଳନ କରିପାରିବ, ଚିହ୍ନଟ କରିପାରିବ, ଜ୍ଞାନ ଦ୍ୱାରା ସବୁ କିଛି ପାଇପାରିବ। ସମାଧି ବହୁତ ପାଖ ହେଇଯିବ ତୁମର। ଜ୍ଞାନ ହେଇଗଲା ମାନେ ସମାଧି ହେଇଗଲା ଜାଣ। ତେଣୁ ଏ ପୃଥିବୀକି ଯିଏ ସୃଷ୍ଟି କରିଛି, ଏ ସୂର୍ଯ୍ୟ ଚନ୍ଦ୍ର ତାରା ନକ୍ଷତ୍ର, ତା ଭିତରେ ବି ସୂର୍ଯ୍ୟ ଦେଖାଯାଉଛି, ତା ଭିତରେ ବି ବର୍ଷା ହେଉଛି ସ୍ୱପ୍ନରେ, ତା ଭିତରେ ବି ଖାଦ୍ୟ ଆସୁଛି। ପିଣ୍ଡ ବ୍ରହ୍ମାଣ୍ଡ ଏକ, ଯାହା ନାହିଁ ଭାଣ୍ଡେ ତାହା ନାହିଁ ବ୍ରହ୍ମାଣ୍ଡେ। ଏ ଭାଣ୍ଡ ଭିତରେ ଯାହା ନାହିଁ, ତା ବ୍ରହ୍ମାଣ୍ଡ ଭିତରେ ବି ନାହିଁ। ତେଣୁ ବ୍ରହ୍ମାଣ୍ଡ ଭିତରେ ଯାହା ଦେଖୁଛ, ଯାହା ଅଛି, ଏ ଭାଣ୍ଡ ମାନେ ଏଇ ଯେଉଁ ଘଟ, ତା ଭିତରେ ବି ଅଛି। ତେଣୁ ନମୁନା ରୂପରେ ସ୍ୱପ୍ନ ହେଉଛି ତାର ବାସ୍ତବ ନମୁନା। ଏ ପୃଥିବୀ ଯିଏ ତିଆରି କରିଛି, ପ୍ରକୃତ ନମୁନା ରଖିଛି ସ୍ୱପ୍ନରେ। ସେ ବାରମ୍ବାର ଆହ୍ୱାନ କରୁଛି, ଦେଖ ସ୍ୱପ୍ନ, ସ୍ୱପ୍ନରେ ତୁମକୁ ଆହ୍ୱାନ କରୁଛି। ତୁମେ ଉଠିଲା ପରେ କହୁଛ, ନା ଏଇଟା ତ ସ୍ୱପ୍ନ, ଆର ବାସ୍ତବ କ'ଣ ଅଛି? ଏ ଜାଗ୍ରତ ଦୃଶ୍ୟରେ, ପ୍ରେଜେଣ୍ଟ କଣ୍ଡିସନରେ ଏ ସ୍ୱପ୍ନର ଆବଶ୍ୟକତା କ'ଣ ଅଛି? ଖାଇ ମାରିଲ, ଖଟ ଉପରେ ହାତ ଉପରକୁ ଟେକି ଆଙ୍ଗୁଠି ଫୁଟେଇଲ, ଆଖି ମଳମଳ କଲ, ଉଠିଗଲ, ମୁହଁ ଧୋଇ ପକେଇଲ, ସରିଗଲା ସ୍ୱପ୍ନ, ସରିଗଲା ତାର ଅନ୍ତ। କେତେ କଷ୍ଟ କରିକିରି ସ୍ୱପ୍ନ ଦେଖେଇଥିଲା। ଏମିତି ଅନେକ ଥର ସ୍ୱପ୍ନ ଦେଖିଛ, ଅନେକ ଥର ଭୁଲି ଯାଇଛ। ଯିଏ ନେଇକିରି ତୁମକୁ ଆସିଛି ଆ ଭିତରକୁ, ଇଏ ଦେଖଉଛି ଦୃଶ୍ୟ ଜଗତର, ଦେଖଉଛି ତୁମକୁ, ଦେଖ, ବୁଲ, ଖେଳ, ଚାଲେ, ଅନୁଭବ କର। କବୀର କହିଛନ୍ତି ଏଇଟା ରଙ୍ଗମହଲ ନା, ଏ ପୃଥିବୀ ଏକ ରଙ୍ଗମହଲ। ଏ ରଙ୍ଗମହଲ ଭିତରେ ତୁମେ ସଜାଗ ହେଇକି ଚାଲିବାକୁ ପଡ଼ିବ, ନହେଲେ ପ୍ରିୟା ମିଳିବନି। ଫେରିଯିବ, ପୁଣି ଆସିବ, ପୁଣି ରଙ୍ଗମହଲରେ ବୁଲିବ। ନା ପ୍ରିୟା ଅଛି, ନା କେବଳ ଯିବା ଆସିବା, ପଥ ଶାନ୍ତ ହେଇଯିବ ତୁମେ। କେତେବେଳେ କୌଣସି ସହୃଦୟ ବ୍ୟକ୍ତି, ଗୁରୁ, ସନ୍ଥଙ୍କ ଯଦି ସାନ୍ନିଧ୍ୟ ମିଳେ ତୁମ ପାଇଁ, ସେ କହିବେ ଏ ପ୍ରିୟା ଅଛି, ଆଉ ତୁମେ ସେ ପ୍ରିୟାକୁ ଦେଖ। ଏ ସାଧାରଣ ପ୍ରିୟା ନୁହେଁ, ଅନମୋଲ ପ୍ରିୟା। କ'ଣ କଲେ ମିଳିବ? ନା ଯୋଗଯୁକ୍ତ ହେଲେ ମିଳିବ, ବିନା ଯୋଗଯୁକ୍ତରେ ମିଳିବନି। ତୁମେ କ'ଣ କରୁଛ? ଫେରି ଯାଉଛ, ପୁଣି ଆସୁଛ, ଫେରି ଯାଉଛ, ପୁଣି ଆସୁଛ, ଫେରି ଯାଉଛ। ଆଖି ତୁମର ପଲକ ପଡ଼ୁନି, ଆଖି ଦେଖିବା ପାଇଁ
ତତ୍ପରି ହଉନି। ତୁମେ ହାଟକୁ ଯିବ ବ୍ୟାଗ୍ ଧରିକିରି ଫେରି ଆଇଲେ କେମିତି ଲାଗିବ? କିଛି ଆଣିବନି, ନା ଜହ୍ନି ନା ଭେଣ୍ଡି, ନା ପିଆଜ ନା ଆଳୁ, ନା କୋବି ନା ବିଲାତି, କିଛି ନାହିଁ। ହାତରେ ଟଙ୍ଗ ଟଙ୍ଗ କରିକି ବ୍ୟାଗ୍ଟା ଧରିକି ଯିବ, ପଇସା ବି ଥିବ, ଯାହା ଥାଉ ଫେରି ଆସିବ। ପୁଣି ଘରକୁ ଆସିଲ, ବୋଉ କହିବ କ'ଣ କିରେ ତୁ ତ କହିଲି ଏ ଜିନିଷ ଆଣିବୁ, ଆଉ ବ୍ୟାଗ୍ ଧରିକି ଆସିଛୁ, ଯା। ପୁଣି ଆସିବ ହାଟକୁ, ପୁଣି ଫେରିଯିବ। ମାନେ ଗୋଟେ ହାଟକୁ ଆସି ଗଲା ମାନେ ଡେଥ୍ ହେଇଗଲା, ପୁଣି ଆଉ ଗୋଟେ ଜନ୍ମରେ ଆସିଲ, ସେଇ କାମ କଲ, ଫେରିକିରି ଗଲ। କେବଳ ବାଟ ପଛ ଶାନ୍ତ, ସଉଦା ମିଳିଲାନି କି ସଉଦା କିଣିଲନି, ତୁମେ ଫେରିଯିବ। ମୃତ୍ୟୁ ତ ଅପେକ୍ଷା କରିଛି ତୁମକୁ ନା, ପାଖ ପାଖ ଗଛରେ ଅଛି ମୃତ୍ୟୁ, ତୁମର ପାଖ ରାସ୍ତାରେ ଅଛି। ଆଉ ମୃତ୍ୟୁଟା ଏତେ ଚାଲାକି, ତୁମକୁ କେତେବେଳେ ଝାମ୍ପି ନେବ ତମେ ଜାଣିପାରିବନି। କିନ୍ତୁ ଜଣେ ଯୋଗୀ ପାଖରେ ମୃତ୍ୟୁ ଝାମ୍ପି ପାରିବନି ତାକୁ। ଜଣେ ଯୋଗୀକି ମୃତ୍ୟୁ ଝାମ୍ପି ପାରିବନି, ଯୋଗୀ ମୃତ୍ୟୁକୁ ଝାମ୍ପି ଦେବ। ଅପେକ୍ଷା କରିବାକୁ କହିବ, ଯଦି ୟାର ଯିବାର ଅଛି ଅପେକ୍ଷା କରିବାକୁ କହିବ, ରହ ମୋର ଏ କାମ ସରିନି, ସରିଲା ପରେ ମୁଁ ଯିବି, ମୋ ଇଚ୍ଛାରେ ଯିବି, ନାହିଁ ତ ନ ଯିବି। ମୃତ୍ୟୁ କିଛି କରିପାରିବନି ତା ପାଇଁ। କିନ୍ତୁ ସାଧାରଣ ଲୋକ ହେଲେ ମୃତ୍ୟୁଟା ଉଠେଇ ନେଇଯିବ। ଉଡୁଛି କାଳ ଛଞ୍ଚାଣ, କାଳ ଛଞ୍ଚାଣ ଉଡୁଛି, ସେଇଟା ତ ମୃତ୍ୟୁ, କେତେବେଳେ ଟେକି ନେଇଯିବ। ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା, ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ। ଝୁଣ୍ଟି ପଡ଼ିବ ଯଦି ଉଠି ପାରିବ ନାହିଁ ମୃତ୍ୟୁର ଆହ୍ୱାନରେ। ତୁମେ ଦମ୍ଭ ଗର୍ବରେ କହୁଛ ଏ ମୋର ସମ୍ପତ୍ତି, ଏ ମୋର ବ୍ୟାଙ୍କ ବାଲାନ୍ସ, ଏ ମୋର ଅମାନତ, ଏ ମୋର ସମସ୍ତ ଆସେଟ୍ସ। କିନ୍ତୁ ଆସେଟ୍ସଟା ଲିଏବିଲିଟି, ଆସେଟ୍ସଟା ଲିଏବିଲିଟି ହେଇଯିବ ଦିନେ, ତୁମେ ଜାଣିପାରିବନି। ତୁମେ ଗଲା ପରେ ସବୁ ଲିଏବିଲିଟି। ତୁମ ପାଇଁ ଆସେଟ୍ସ ଅଛି, ତୁମ ପାଇଁ ଅମାନତ ଅଛି, ତୁମେ ଗଲା ପରେ କାହାର ବି ଆବଶ୍ୟକତା ନାହିଁ, କିଛି ବି ନାହିଁ ତୁମ ପାଖରେ। ମରିଗଲା ପରେ ତୁମେ ଅଭାବ ଜନିତ ଯନ୍ତ୍ରଣାରେ, ଅଭାବ ଜନିତ ଯନ୍ତ୍ରଣାରେ ତୁମେ ଆଘାତ ହବ। ମୋ ଶରୀରଟା ନାହିଁ, ଆରେ ମୋ ଶରୀରଟା ଗଲା କୁଆଡ଼େ? ମୃତ୍ୟୁ ହେଇଯାଇଛି ତୁମର, ମୋ ଶରୀରଟା ଗଲା କୁଆଡ଼େ? ଖୋଜିବ ଶରୀରକୁ, ଦେଖୁଛ ଶବ ଅଛି, ଦେଖୁଛ ତୁମ ଶରୀର ଅଛି, କିନ୍ତୁ ତା ଭିତରେ ତୁମେ ପଶିପାରୁନ। ଦେଖାଯାଉ ତୁମର ଦାନ୍ତ ଥରେ ଅଛି, ବିନ୍ଧୁ ଦାନ୍ତଟା ଏମିତି ଲାଗିବ ତୁମକୁ। ଦାନ୍ତ ଅଛି ତୁମେ ଜାଣୁଛ, ଠିକ୍ ଅଛି, ଦାନ୍ତର କିଛି ଆବଶ୍ୟକତା ନାହିଁ ଭାବୁଛ, କିନ୍ତୁ ଦାନ୍ତ ଥରେ ବିନ୍ଧୁ, ଦାନ୍ତର ପ୍ରକୋପ ଜଣାପଡ଼ିବ, କେତେ କଷ୍ଟ। ସେମିତି ତୁମେ ଶରୀର ଭିତରେ ଅଛ, ଜଣାପଡ଼ୁନି, ଯେତେବେଳେ ବାହାରି ପଡ଼ିବ ଶରୀରରୁ, ଆଉ ଭିତରକୁ ପଶି ପାରୁନଥିବ, ଚାରିଆଡ଼େ ଉଣ୍ଡୁଥିବ, ଖୋଜୁଥିବ ମୋ ଶରୀର ଭିତରେ କେମିତି ପଶିବି, କିଏ ପୁରେଇବ ତମ ଶରୀର ଭିତରେ? ବିକଳ ହେଉଥିବ, ମୋ ଶରୀର, ମୋ ଶରୀର। ମୃତ୍ୟୁର ପରଦୃଶ୍ୟ, ନା ପଶି ପାରିବନି। ତୁମ ଆଖି ଆଗରେ ତୁମ ଶବକୁ ନେଇଯିବେ ଟେକି ଟେକି, 6 ଖଣ୍ଡି କାଠ ବାନ୍ଧିଦେବେ, ତା ଉପରେ ଖଣ୍ଡେ ପକେଇଦେବେ ବାଉଁଶଟି, 6 ଖଣ୍ଡି କାଠ ତୋତେ ହୋଇବ ଲୋଡ଼ା, 6 ଖଣ୍ଡି କାଠ ମାତ୍ର। ତୁମେ ତ କେତେ ଗଛ ଲଗେଇଥିଲ, କେତେ ବାଡ଼ିରେ ଗଛ ଅଛି,
ବାଡ଼ିକି ଅନଉଥିବ ଆଉ କୋକେଇକି ଅନଉଥିବ। କୋକେଇ ଭିତରେ ନଦା ହେଇକିରି ମିଛରେ କାନ୍ଦନ୍ତୁ ସତରେ କାନ୍ଦନ୍ତୁ, ତୁମେ ତ ଦେଖିପାରିବ କିଏ କ'ଣ କାନ୍ଦୁଛନ୍ତି। ତୁମକୁ ନେଇଯିବେ ସଂସାରକୁ, ନହେଲେ ମାଟି ଭିତରେ ପୋତି ଦେବେ। ପୋତି ଦେଲା ପରେ କ'ଣ ହବ, ସେ ଆଉ ଦେଖିପାରିବନି, ମାଟି ଭିତରକୁ ତୁମେ ଯାଇପାରିବନି, ବାହାରେ ରହିବ। ତାମାନେ ଶରୀରର ଆକାଂକ୍ଷା ଯେଉଁ ଥିଲା, ଲାଳସା, ସେ କଟିଯିବ। ପୋଡ଼ିଦେଲେ ପାଉଁଶ ହେଇଯିବ। ଦୁଇଟା ଉପାୟ। ପାଉଁଶ ହେଇଗଲା ପରେ ଆଉ ଶରୀର ରହିବନି। ତୁମର ଭାବନା ଯେଉଁ ଶରୀର ହେଉଥିଲ, ଖୋଜୁଥିଲ ଶରୀର ଭିତରେ ମୁଁ ପଶିଯିବି, ଆଉ ପଶିପାରିବନି। ପୋଡ଼ିଦେଲେ ପାଉଁଶ ହେଇଗଲା। ସେଠୁ ନିରାଶ ହେଇକିରି ଫେରିବ, ମୋ ଶରୀର ପୋଡ଼ିଦେଲେ ନା ନା ଥାନାକୁ ଯାଇ କମ୍ପ୍ଲେନ୍ କରିପାରିବ, ମୋ ଶରୀର କାହିଁ ପୋଡ଼ିଦେଲେ। ଗୋଟେ ଚାଲାକି ବ୍ୟକ୍ତି ଥିଲା, ଝିଅଟେ। ମୁଁ ପାହାଡ଼ ଉପରେ ଥିଲି। ହଠାତ୍ ୱାୟାରଲେସ୍ ଆସିଲା ଥାନାରୁ, ରିଲେ କେନ୍ଦ୍ରଟା ଏଇଟା, ହିଲଟପ୍ଟା, ତା ଦେହରେ ଯିଏ ଯାହା କହୁଥିବ, କେନ୍ଦ୍ରାପଡ଼ା କହିଲେ ଶୁଣିବା, ମେଘାସିନୀ କହିଲେ ଶୁଣିବେ, କଟକରୁ ଆସିଲେ ବି ଶୁଣିବ। ସମସ୍ତଙ୍କ ବାର୍ତ୍ତାଟା ଏଠି ବାଜିବ ପାହାଡ଼ ଉପରେ। ଶକୁନ୍ତପୁର ହିଲଟପ୍ ଥିଲା ଆମ ଗାଁର। ସେଠି ମୁଁ ପଢ଼ୁଛି ରାତିରେ, ଗୋଟେ ଫୋନ୍ ଆସିଲା ରାତିରେ, ମୁଁ ସେଇଠି ପଢ଼ୁଥିଲି ଯେ ଗୋଟେ ଝିଅଟା ଥାନାକୁ ଯାଇଛି, ତାକୁ ରେପ୍ କରାହେଇଛି, ମର୍ଡ଼ର କରିଦିଆହେଇଛି। ତାପରେ ଗୋଟେ ଜଙ୍ଗଲରେ ସେ ଝିଅକୁ, ସେ ହଠାତ୍ ଏତେ ସ୍ପିରିଟ୍ ତାର ଶକ୍ତ, ପଳେଇ ଆସିଛି ଥାନାକୁ ଆସିକିରି କାହାଠେ ଲାଗିଯାଇଛି, କୌଣସି ଥାନାକୁ ଆସିଥିବା ବ୍ୟକ୍ତି ପାଖରେ ଲାଗିକିରି ଯାଇକି ଥାନାରେ କମ୍ପ୍ଲେନ୍ କରୁଛି, ଦେଖନ୍ତୁ ମୋତେ ଏବେ ରେପ୍ କରାଗଲା, ଆଉ ମୋ ଇଜ୍ଜତ ନଷ୍ଟ କରିଦିଆହେଇଛି ଏବଂ ମୋତେ ମାରିଦେଲେ। ଥାନା କେମିତି ଏ କେସ୍ଟାକୁ ରିକଭରି କରିବ? ଥାନା ବୁଝିପାରିଲାନି ଏ କିଏ। କହିଲେ ତୁ ତ ଅଛୁ ଏଠି। ନା ନାଇଁ, ମୁଁ ନାହିଁ, ମୁଁ ତା ଭିତରେ ଆସି କହୁଛି, ମୋତେ ଏବେ ଏଇ ଜଙ୍ଗଲରେ ଏସବୁ କାମ କରିଦିଆଗଲା। ବିଶ୍ୱାସ ହଉନି ଯଦି ଆସନ୍ତୁ, ମୁଁ ଯିବି। ଥାନା ବି ଉତ୍ସାହ ହେଲା, ଆମେ ବି ଶୁଣୁଛୁ ସେଠି ଏଇ କେସ୍ଟାକୁ। ସାଙ୍ଗେ ସାଙ୍ଗେ ଥାନା ଗଲା ଜିପ୍ ନେଇକିରି, ବିଶ୍ୱାସ କରିକି ତା କଥାରେ ଦେଖିଲେ ତା ଶରୀର ପଡ଼ିଛି, ସେ ତ ମାରିଦେଇଛନ୍ତି, ଆଉ ପୋଷ୍ଟମର୍ଟମ୍ ପାଇଁ ଅଣାଗଲା। ଆଉ ସେ ଡିଟେଲ୍ସ କହିଲା, ଏଇ ବ୍ୟକ୍ତିମାନେ ମୋତେ ଏଇସବୁ କାମ କରିଛନ୍ତି। ତାଙ୍କୁ ଆରେଷ୍ଟ କରାଗଲା। ତେଣୁ ମରିଗଲା ପରେ ବି ତୁମେ ରହୁଛ, କାହାର କୋଉ ଶକ୍ତି, କିଏ ନ୍ୟୁଟ୍ରାଲ ହେଇଯାଉଛି, କିଏ ମୂର୍ଚ୍ଛିତ ହେଉଛି, କିଏ ଆକ୍ଟିଭ ହେଉଛି, କିଏ ପ୍ରତିଶୋଧ ନେଉଛି, କିଏ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏବେ ତ ଆମେ ଦେଖୁଛୁ ଯେଉଁ ରାମକୃଷ୍ଣ ପରମହଂସ ଅଛନ୍ତି, ସେ ବି ସେଇ ଗଳିତ ଶରୀରରେ ଅଛନ୍ତି, କ୍ୟାନ୍ସରରେ ମରିଯାଇଥିଲେ, ସେ ସେମିତି ଅଛନ୍ତି, ଧ୍ୟାନ, ଆଖି ବନ୍ଦ କରି ବସିଛନ୍ତି। ଥାର୍ଡ ଆଇରେ ଦେଖିବାକୁ ମିଳୁଛି। ଥାର୍ଡ ଆଇରେ ସେ ଗୋଟେ ଘଟଣା ଥିଲା, ମୋ ବାସ୍ତବିକ ଘଟଣା। ଆଉ ଗୋଟେ ଘଟଣା ଯେ ଜଣକ ପୁତ୍ର ଦେବ, ମାର ପୁତ୍ର ଦେବ, ସମସ୍ତ ମେଡିସିନ ପୁରେଇ ଦେଲା ପାଟିରେ। ମାର ବିଦ୍ୱାନ ପୁଅ ନା, ମା ମରିଗଲା। ପରେ 500 ଟଙ୍କା ରଖିଥିଲା ତକିଆ ଭିତରେ ପୁରେଇକି ରଖିଥିଲା। ସେ ତକିଆଟି ଶ୍ମଶାନରେ ପଡ଼ିଛି। ମା ଆସିଲା, 6 ମାସ ପରେ ଲାଗିଲେ ମା, କହିଲେ ତୁ କୁଆଡ଼େ ଆସିଛୁ, କିଏ ତୁ? ନା ମୁଁ ଆମକୁ, ମୋ ପୁଅ ମୋତେ ସବୁ ଯାକ ମେଡିସିନ ଖୋଇଦେଲା, ମୁଁ ମରିଗଲି। ଦେଖନ୍ତୁ
ଆତ୍ମାର ଗତିବିଧି। ମରିଗଲା ପରେ କ'ଣ ହେଉଛି ବା ପ୍ରଶ୍ନ ଥିଲା ନା, କେତେ ସତ୍ୟ? କହିଲେ ଚାଲ ମୋ ତକିଆ ପଡ଼ିଛି ତା ଭିତରେ ଅଛି। ସେଠୁ ଲୋକଙ୍କୁ ଉତ୍ସାହ ହେବ, ଯାଇ ଦେଖିଲେ ତକିଆ ଭିତରେ 500 ଟଙ୍କା ବାହାରିଲା। ଖରାଦିନ ଥିଲା, ଶୀତ ଦିନ ଥିଲା, 6 ମାସ ଭିତରେ ଗତି କରିଛି, ବର୍ଷା ହେଇନି। ଦେଖିଲା ବେଳକୁ ସୌଭାଗ୍ୟବଶତଃ ବାହାରିଲା 500 ଟଙ୍କା। ଗୋଟେ ଲୋଭ 500 ଟଙ୍କା ପାଇଁ ଗୋଟେ ସ୍ପିରିଟ୍ ପୁଣି ଫେରି ଆସୁଛି। କ'ଣ ବି କରିବ ସେ 500 ଟଙ୍କା ନେଇକରି କାହାକୁ ଜମକୁ ଦବ ନା ଘୁଗୁନି ବରା ପିଆଜି ଖାଇବ ନା ଶାଢ଼ୀ କିଣିବ? କିନ୍ତୁ ଲୋଭ। ମୁଁ କହିଥିଲି ଡରିବନି। ଆଉ ଗୋଟେ ଝିଅ ପୂର୍ବ ଶତ୍ରୁତା ଅନୁସାରେ ସେ ଥିଲା, ତାଙ୍କ ଘର ଆଉ ତାଙ୍କ ଦାଦା ଘର କଜିଆ ଲାଗିଥିଲା। ଝିଅ ସଦାବେଳେ ଆସେ ଫୁଲ ତୋଳିବା ପାଇଁ ରାତି 3ଟା 4ଟାରେ। ଏଇ ଯେଉଁ ଦୁର୍ବୃତ୍ତ ଯିଏ ଅଛନ୍ତି ସେଟିଂ କରି ରଖିଥିଲେ ସେ ଝିଅକୁ ନେଇଯିବା ପାଇଁ ରାତି 4ଟାରେ। ତା ଭାଇ ମଧ୍ୟ ଉଠିକିରି ଆସିছে। ଏ ଯେଉଁ ହଠାତ୍ ଫୁଲ ତୋଳିବା ଅବସ୍ଥାରେ ସେମାନେ ଛକିକି ଥିଲେ, ତା ପାଟିଟା ବନ୍ଦ କରିକିରି କପଡ଼ା ବାନ୍ଧିକିରି ନେଇଗଲେ। ଗାଡ଼ି ଥିଲା, ଅପେକ୍ଷା କରିଥିଲା କାରଟି, ନେଇଗଲେ। ନେଇକରି ଆମର ସେ ଛତିଆ ପାଖରେ ଗାଡ଼ି ପରିବର୍ତ୍ତନ କଲେ। ମୋଟର ସାଇକେଲରେ ସେ ଝିଅକୁ ମଝିରେ, ସେତେବେଳକୁ ତ ଭୋର ହେଇଯାଇଥିଲା ବୋଧେ, ମଝିରେ ବସେଇକିରି ନେଇଗଲେ ଗୋଟେ ଜଙ୍ଗଲ ଭିତରକୁ। ଜଙ୍ଗଲ ଭିତରେ ସେ ଝିଅକୁ ପଥରରେ ଛେଚି ଛେଚି ମାରିଦେଲେ। ମରିଗଲା ଝିଅଟି, 3 ଦିନ ପରେ ମରିଗଲା। ଏମାନେ ଖୋଜୁଛନ୍ତି ଆମ ଝିଅ କୁଆଡ଼େ ଗଲା। 20 ବର୍ଷର ଝିଅଟା, 16-17 ବର୍ଷର ଝିଅଟା। ସେ ଝିଅ ଲାଗିଲା ଆସି 6 ମାସ ପରେ। ଭୀଷଣ ଗାଳି ଦେଲା ଆଗେ ତା ଭାଇକି, କହିଲା ତୋ ଲାଗି ଆଜି ମୁଁ ମୃତ୍ୟୁ ହେଲି। କ'ଣ ନା ମୁଁ ତୋତେ ଡାକୁଛି, ତୁ ମୋ ପଛରେ ଅଛୁ କିନ୍ତୁ ଶୁଣିଲୁନୁ। ସେମାନେ ମୋତେ ନେଇ ଆସିଲେ ଏବଂ ଏଇ ପାହାଡ଼ ଭିତରେ ମୋତେ ପଥରରେ ଛେଚି ଛେଚି ମାରିଦେଲେ। ମୁଁ କ'ଣ କରିଥାନ୍ତି? ବୁଝିଲେ? ସେ ଏମାନଙ୍କ ଭିତରେ କ୍ରୋଧ ସୃଷ୍ଟି ହେଲା, ଭୟଙ୍କର କ୍ରୋଧ। ଯାହାର ଝିଅ, ଯାହାର ଭାଇ, ସେମାନେ ପ୍ରତିଶୋଧ ପରାୟଣ ହେଇଗଲେ। ସମସ୍ତ ଗୋରୁ ଗାଈ ଯାହା ଥିଲା ସବୁ ପଠେଇଦେଲେ। କେହି ଘରେ ରହିଲେନି। ଦିନେ ଚାଉଳ ବିକ୍ରି କରିବା ପାଇଁ ଆସେ ସେ ଲୋକଟା ଯିଏ ନେଇଯାଇଥିଲା ଝିଅକୁ। ଚାଉଳ ତ ଜାଣନ୍ତି ମଝି, ସାଇକେଲର ମଝି ଭିତରେ ପୁରାନ୍ତି, ଆଉ ନଇଁକିରି ସେତିକିବେଳେ ପୁରେଇଥାନ୍ତି ଚାଉଳଟା। ସିଏ ଛକିକି ଥିଲେ, ତାଙ୍କ ଘର ଆଙ୍କ ଘର ଲାଗି ରହିଛି। ସେଠୁ ତାଙ୍କ ବେକରେ ଫାର୍ସା ଲାଗିଗଲା ସାଙ୍ଗେ ସାଙ୍ଗେ। ଯିଏ ଚାଉଳ ପୁରଉଛି, ଗଣ୍ଡି ମୁଣ୍ଡ ଅଲଗା ହେଇଗଲା। ଏମାନେ ସବୁ ପଳେଇଲେ ଘର ଛାଡ଼ିକିରି। ପ୍ରତିଶୋଧ ଦେଖନ୍ତୁ କେମିତି। କେସ୍ ଲାଗିଲା ତାଙ୍କର। କେସ୍ରେ ଏମାନେ ସତ୍ୟର ଜୟ ହେବନି କି, ସତ୍ୟର ଜୟ ହେଲା। ଏମାନେ ମୁକୁଳିଲେ। କେବଳ ଷ୍ଟେଟମେଣ୍ଟ ଥିଲା ସେ ଝିଅର, ଝିଅ ପାଇଁ ହିଁ ପ୍ରତିଶୋଧ ନେଇଗଲେ। ସ୍ପିରିଟ୍ର ଦୃଶ୍ୟ ଦେଖନ୍ତୁ। ଏଇଠି ଗୋଟେ ଆମର ଏଇ ପଞ୍ଚସଖା ନଗରରେ ଦେଖନ୍ତୁ ଗୋଟେ ଦୃଶ୍ୟ। ସେ
ତାର ପୁଅ ଝିଅ ସମସ୍ତେ ଫରେନ୍ରେ ଅଛନ୍ତି। ତାର ସେ ବୃଦ୍ଧ ଲୋକ, ଆମେ ଏଠି ଦେଖୁଛୁ ସେ ସକାଳୁ ଉଠିକିରି ପହଁରା ମାରେ, ରାସ୍ତାରେ ପହଁରା ମାରେ। ବ୍ରାହ୍ମଣ ଲୋକ, ବହୁତ ଧନଶାଳୀ ଲୋକ। ତା ସ୍ତ୍ରୀ ମରିଯାଇଛି, କିନ୍ତୁ ଯୋଉ ଘରେ ସ୍ତ୍ରୀ ମରିଛି ସେଇ ଘରେ ଗୋଟେ ଖଟ ପଡ଼ିଛି, ଶାଢ଼ୀ ଅଛି, ସିନ୍ଦୁର ଅଛି, କାଚ ଅଛି, ପାଉଁଜି ଅଛି। ତାର ଆସେଟ୍ସ ଯାହା ଥିଲା ସେ ସ୍ତ୍ରୀ ଲୋକର ସବୁ ସେ ଖଟ ଉପରେ ରଖାଯାଇଛି। ସବୁଦିନ ବୁଢ଼ା କ'ଣ କରୁଛି ନା ସେ ଖଟକୁ ଝାଡ଼ୁଛି, ପରିଷ୍କାର କରୁଛି, ଶାଢ଼ୀ ରଖୁଛି, ଚୁଡ଼ି ରଖୁଛି, ସିନ୍ଦୁର ରଖୁଛି। ସେ ସ୍ପିରିଟ୍ ଆସୁଛି, ସବୁଦିନ ରାତିରେ ଆସୁଛି ସେଠିକି ଏବଂ ଯିବା ଆସିବା କରୁଛି। ତାଙ୍କ ଘରେ କେହି କାମ କରିବାକୁ ଡରୁଛନ୍ତି, କେହି ଯାଉନାହାନ୍ତି ତାଙ୍କ ଘରକୁ। ଆମେ ଯାହା ଶୁଣିବାକୁ ପାଉଛୁ ଯେ ସେ ସ୍ତ୍ରୀ ଲୋକ କେତେବେଳେ କେତେବେଳେ ଦେଖୁଛନ୍ତି ଆସିବାର ଯିବାର ଛାଇ, ଧଳା ଲୁଗା ପିନ୍ଧିକିରି ହଠାତ୍ କିଏ ପାସ୍ କରୁଛି। ଇଏ ତ ବୁଢ଼ା ଲୋକ, ଯିଏ ଜାଣିଛି ତା ସ୍ୱାମୀ ଯିଏ, ସେ ସେଇ ଘରେ ଶୋଉଛି ବା ଅନ୍ୟ ଘରେ ଶୋଉଛି, କିନ୍ତୁ ସବୁଦିନ ସେଇ କାମ କରୁଛି। ପ୍ରତ୍ୟେକ ଦିନ ଯେମିତି ସ୍ନେହ ଯତ୍ନରେ ଯାହା କରିବା କଥା ସେ ସ୍ତ୍ରୀ ଲୋକ ପାଇଁ ଇଏ କରୁଛି। କିନ୍ତୁ ସେ ମରିଯାଇଛି ବାସ୍ତବରେ ସେ ମରିଯାଇଛି ନାହିଁ, କିନ୍ତୁ ସେ ଆସୁଛି, ଏଇଟା ବି ସତ୍ୟ। ସେ ଘର ଝାଡ଼ୁ ମରା ହେଉଛି, ଖଟ ପରିଷ୍କାର କରାହେଉଛି, ସବୁଦିନ ସେଜ ଉଠା ହେଉଛି, ପକା ହେଉଛି, ବେଡ଼ସିଟ୍ ପରା ହେଉଛି, ଖାଦ୍ୟ ବି ଦିଆହେଉଛି। ଖାଦ୍ୟ ଦେଉଥିବେ କି ନାହିଁ କହିପାରୁନି, ଶୁଣିବା କଥା। ଏସବୁ ଚାଲିଛି, ରୀତିମତ ଚାଲିଛି ଏସବୁ ଘଟଣା। ତେଣୁ ସ୍ପିରିଟ୍ ଆସିଛି କି ନାହିଁ, ସ୍ପିରିଟ୍ ଅଛି କି ନାହିଁ, ମରିଗଲା ପରେ ବି ସେ ରହୁଛନ୍ତି। ଆଉ ମରିଗଲା ପରେ ମଧ୍ୟ ସେ ଆସିବେ। ତୁ ପିଣ୍ଡଦାନ ଦଉଛ, ତୁମେ, ମୁଁ ବାରମ୍ବାର କହିଛି ପିଣ୍ଡଦାନ ଦବ। କେତେ ଅପେକ୍ଷା କରିଥିବେ ସେମାନେ। ତାଙ୍କର ଆମର 365 ଦିନ, ତାଙ୍କର ଗୋଟେ ଦିନ। ତେଣୁ ଗୋଟେ ଦିନରେ ତମେ ଖାଇବାକୁ ଦଉଛ, 365 ଦିନ ପରେ ଦେଲେ ବି ତାଙ୍କର ଗୋଟେ ଦିନ ଜଣାପଡ଼ିବ। ସୂକ୍ଷ୍ମରେ ଅଛନ୍ତି ନା। 24 ଘଣ୍ଟାଟା ଆମର 365 ଦିନ ସହିତ ସମାନ। ଆମେ ତ ବିନ୍ଦୁସାଗରରେ ଦଉଛୁ, ବିନ୍ଦୁସାଗରରେ ସେମାନେ ଆସୁଛନ୍ତି, ଦଳବଳ ନେଇକିରି ବେଳେ ବେଳେ ଆସୁଛନ୍ତି। ବାପା ଆସୁଛି, ବୋଉ ଆସୁଛି, ବହୁତ ରେଗୁଲେଟର, ବୋଉ ତାଙ୍କୁ ଡାକି ଆଣୁଛି ବେଳେବେଳେ। ବାପାଙ୍କୁ ମୁଁ ଦେଖିନଥିଲି, ବାପା ମୋତେ ଦେଖିଥିବେ, ମୁଁ ଛୋଟ ହେଇଥିବି ନା, 1.5 ବର୍ଷର। ଏଇଥରିକ ପଡ଼ିଲା ବେଳେ ଦେଖୁଥିଲେ ମୋତେ, ଏ ଗେରୁଆ ବସ୍ତ୍ର ପିନ୍ଧିଛି, ମୁଁ ବାରମ୍ବାର ନିରୀକ୍ଷଣ କରୁଥିଲେ। ଆଉ ମୋ ବୋଉ ତ ଏଠି ବେଳେବେଳେ ଆସି ସତ୍ସଙ୍ଗ ଶୁଣୁଛି, ଏଇଠି ବସୁଛି ଭୁବନେଶ୍ୱରରେ। ଗୋଟେ ସେକେଣ୍ଡରେ ସେ ଶକୁନ୍ତଳାପୁର ଯାଇପାରିବେ, ଆଉ ଗୋଟେ ସେକେଣ୍ଡରେ ଏଠିକି ଆସିପାରିବେ। କେତେ ଶକ୍ତି ଅଛି ଦେଖନ୍ତୁ। ସୂକ୍ଷ୍ମ ଲିଙ୍ଗ ଶରୀର, ସୂକ୍ଷ୍ମ ଶରୀରକୁ ଲିଙ୍ଗ ଶରୀର କୁହାଯାଏ। ସେମାନେ ଗତି କରିପାରିବେ ଗୋଟେ ସେକେଣ୍ଡରେ। ତେଣୁ ମରିଗଲା ପରେ ତାଙ୍କର ଅସ୍ତିତ୍ୱ ଅଛି, ମରିଗଲା ପରେ ତାଙ୍କର ଅସ୍ତିତ୍ୱ ବି ଅଛି, ରହିବ ମଧ୍ୟ। କାରଣ ଅବିନାଶୀ ବ୍ରହ୍ମ, କାରଣ ଅବିନାଶୀ ବ୍ରହ୍ମ, ସଚିଦାନନ୍ଦ ସ୍ୱରୂପ। ଆଉ ତୁମେ ମରିଗଲା ପରେ ତୁମେ ଭାବନି ସରିଗଲା ସବୁ। ମୋ ଡ୍ରେସ୍ ଛାଡ଼ି ଦେଇଗଲି, ମୋ ପିଲା ଛାଡ଼ି ଦେଇଗଲି, ମୋ ଖାଦ୍ୟ ଛାଡ଼ି ଦେଇଗଲି, ମୋ ବଟୁଆ ଛାଡ଼ି ଦେଇଗଲି, ମୋର ପେନ୍ ନକ୍ସା ଏସବୁ ଛାଡ଼ି ଦେଇଗଲି। ସେ ନୁହେଁ, ତୁମେ ଚିରସବୁଜ। ଯେମିତି ନିଦ୍ରାରେ ଶୋଇପଡ଼ିଲେ ଜଣେ ପୁଣି ଉଠେ ତେଜିଆନ ହେଇକିରି ଲୋକଟି, ସେମିତି ମୃତ୍ୟୁ ପରେ ପୁଣି ଆହୁରି ତେଜିଆନ ହେଇକିରି ପୁଣି ଖୋଜିବ ଶରୀର, କେଉଁଠି ଛାଞ୍ଚ ଗଢ଼ା ହେଉଛି, ମୁଁ ଯିବି।
କେଉଁଠି ଛାଞ୍ଚଟି ଗଢ଼ା ହେଉଛି ମୁଁ ଯିବି। ତେଣୁ ମଣିଷ ତୁମେ ଯଦି ଏତିକି ଜ୍ଞାନ ହେଇଗଲା ତୁମ ଭିତରେ ଯେ ମୁଁ ମରିଗଲା ପରେ ବି ରହୁଛି, ତୁମେ ଯୋଗ କରିବାକୁ ବାଧ୍ୟ ହବ। ଯୋଗର ନିଶା ଲାଗିବ, ଯୋଗ ଆକର୍ଷିତ ହେଇଯିବ ତୁମ ପାଇଁ। ମୁଁ ମରିଗଲା ପରେ ବି ରହୁଛି, ତାହେଲେ ପୁଣି ଆସିବାକୁ ପଡ଼ିବ ବ୍ୟାଗ୍ ଧରିକିରି। କାହିଁ ଏତେ ଝିଞ୍ଝଟକୁ ଯିବ? ଏଇଠି ଆସିଛ ତ କାମ କରିବ, ହାଟରୁ ଆସିଛ ସଉଦା ନେଇକି ପଳେଇବ। ନାଇଁ ତ ସେଠି ପ୍ରେତ ଜୁନି ଅଛନ୍ତି। ତମେ ଯଦି ବିଷଖିଆ କି ଟ୍ରେନରେ ପ୍ରାଣତ୍ୟାଗ କରିବ କି ଫାଶୀ ଦେବ, ଦୌଡ଼ି ଲଗେଇ ମରିବ କି ବୁଡ଼ି ମରିବ, ଇଲେକ୍ଟ୍ରି ମରିବ, ତମ ସେକ୍ସନ ଅଲଗା ହେଇଯିବ। ସେଠି ଯେଉଁ ସେକ୍ସନ ଅଛନ୍ତି, ଗ୍ରୁପ ଭେଣ୍ଡର ସବୁ ଅଛନ୍ତି ବସିଛନ୍ତି, ସେଇ ଗ୍ରୁପରୁ ଡାକି ନେଇଯିବ। ତୁମେ ଆସ, ତୁମେ ତ କ'ଣ କରିଛ? ଯାଉ ତୁମେ କହିବ ନାଇଁ ମୁଁ ତ ବିଷ ଖାଇଦେଲି, ଜଳା ସହିପାରିଲିନି ଶାଶୁ ବୋହୂଙ୍କର, ମୁଁ ଖାଇଦେଲି। ନା ଆସ, ତମେ ଏଇଠି ରହିବ। ତମକୁ ଇଏ ମିଳିବ, ତୁମକୁ ସେଇ ଗ୍ରୁପର ଯେତେ ବିଷକ୍ଷା ଥିବେ ସେଇଠି ପହଞ୍ଚେଇ ଦେବେ ତମକୁ ନେଇକିରି। ତମେ ଏଇଠି ରୁହ, ସେ ତମକୁ ମାରିବେ, ତୁମେ ତାଙ୍କୁ ମାରିବ। ସେ ତମକୁ କଦର୍ଯ୍ୟ ବ୍ୟବହାର ଦେଖେଇବେ, ତୁମେ କଦର୍ଯ୍ୟ ବ୍ୟବହାର ଦେଖେଇ ପାର, ନହେଲେ ସହିବ। ଇଏ ଗୋଟେ ଗ୍ରୁପ ଅଛନ୍ତି, ସେ ସବୁ ଆକାଶରେ ଅଛନ୍ତି, ଗାଁ ଗଣ୍ଡା କରି ରହିଛନ୍ତି। ତମକୁ ଖାଲି ସ୍ୱାଗତ କରି, ଗଲା ମାନେ ସ୍ୱାଗତ କରି ଆସନ୍ତୁ। ଏଠି ଯେମିତି ଦାଦାଗିରି ଦେଖୁଛନ୍ତି କେତେ ଲୋକ, ସେ ପ୍ରେତ ଭିତରେ ଦାଦାଗିରି ଦେଖିବା ଲୋକ ବି ଅଛନ୍ତି। ପ୍ରେତ ଇଏ ତାନ୍ତ୍ରିକ ମାନେ କ'ଣ କରୁଛନ୍ତି କି? ସେମାନଙ୍କୁ ଡାକିକିରି ତାଙ୍କୁ ସବୁ ଏନର୍ଜେଟିକ୍ କରିକିରି ପଠଉଛନ୍ତି, ଲାଞ୍ଚ ଦେଇକିରି, କିଛି ବଳି ଫଳି ଦେଇକିରି କୋଉ କାମରେ ଲଗେଇ ଦେଉଛନ୍ତି, ଇସ୍ତେମାଲ କରୁଛନ୍ତି ତାନ୍ତ୍ରିକ ମାନେ। ତେଣୁ ତୁମେ ଯେତେବେଳେ ମରିଯିବ ବା ସେଇ କ୍ୟାଟେଗୋରୀର ହେଇକିରି ଯିବ, ସେଇ କ୍ୟାଟେଗୋରୀରେ ସେଇ ଲୋକମାନେ ସେଇଠି ଅଛନ୍ତି ତୁମକୁ ହଇରାଣ କରିବା ପାଇଁ। ତୁମେ କେଉଁଠି ରହିବ ନା ଯେଉଁଠି ବିଷ୍ଟା, ଯେଉଁଠି ଅପରିଷ୍କାର ଅପରିତ୍ୟକ୍ତ, ଯେଉଁଠି କେହି ଯାଇପାରୁନାହାନ୍ତି, ଲୁଚିକି ତୁମେ ରହିବ। ଆଉ ଲୋଭ ସମ୍ଭାଳିବନି। ପୁଣି କେତେବେଳେ କାଠେ ଆସି ଲାଗିଯାଉଥିବ, ମୋତେ ଦିଅ, ଧୂପ ଦିଅ, ଝୁଣା ଦିଅ, ମୋତେ କଦଳୀ ଦିଅ, ପାନ ଦିଅ, ଖାଇକିରି ପଳେଇବ। ଏମିତି ବି ହେଉଛି, ଦେଖ ଗାଁ ଗଣ୍ଡାରେ। ଆଉ ଯେଉଁମାନେ ସାମୟିକ ମୃତ୍ୟୁ ହେଉଛନ୍ତି ନେଚୁରାଲ ଅନୁସାରେ, ସେମାନଙ୍କ କ୍ୟାଟେଗୋରୀ ଅଲଗା ରହିଛି। ବୃଦ୍ଧ ବୟସ ହେଇଗଲା, ସେମାନଙ୍କ କ୍ୟାଟେଗୋରୀ ଅଲଗା ରହିଛି। ଯୋଗ ସାଧନ କରୁଥିବା ଲୋକ, ଯୋଗୀ ଜଣେ, ତାଙ୍କର ଉଚ୍ଚସ୍ତରଣ ସୋପାନରେ ସେମାନେ ଅଛନ୍ତି, ଯେମିତି ଗୁରୁଦେବ ଅଛନ୍ତି ବହୁତ ଉଚ୍ଚରେ। ସେମାନଙ୍କୁ ଏମାନେ ଦେଖିପାରିବେନି, ସେ ଆହୁରି ଉଚ୍ଚସ୍ତରରେ ଅଛନ୍ତି। ସେମାନେ ବହୁତ ଉଚ୍ଚସ୍ତରରେ ଅଛନ୍ତି। ଆମେ ତ ଗୁରୁଦେବଙ୍କୁ ପଚାରୁଥିଲୁ ଥରେ ଯେ ତୁମେ ଯେମିତି ଅନ୍ୟମାନଙ୍କୁ ଦେଖିପାରୁଛ, ଯେ ସେମାନେ ତୁମକୁ ଦେଖିପାରୁଛନ୍ତି କି ନାହିଁ? ନା ନାଇଁ, ସେମାନେ ଦେଖିପାରିବେନି ଆମକୁ। ସେ କହିଲେ ସେମାନେ ଆମକୁ ଦେଖିପାରିବେନି, ଆମେ ବହୁତ ଉଚ୍ଚରେ ଅଛୁ। ସେମାନେ ଆମକୁ ଦେଖିପାରିବେ, ମାନେ ଗୁରୁଦେବ ଆମକୁ ଦେଖିପାରିବେ, କିନ୍ତୁ ଏମାନେ ଯେଉଁ କ୍ୟାଟେଗୋରୀରେ ମରୁଛନ୍ତି ଏମାନେ ଦେଖିପାରିବେ। ଯଦି ତୁମେ କାରଣ ଶରୀରରେ ରହିବ, ଯଦି ଉଚ୍ଚସ୍ତର ସାଧନ କରିବ, ହୁଏତ ସେମାନଙ୍କୁ ଦେଖିପାରିବ, ଦେଖିପାରିବନି। ମାନେ କୋଷ ଭିତରେ ସେମାନେ ଆହୁରି ଲାଇଟେଡ୍ ହେଇଗଲେ, ସର୍ବବ୍ୟାପକ। ସୂକ୍ଷ୍ମ ଶରୀରରେ ଯେଉଁମାନେ ରହୁଛନ୍ତି, ସୂକ୍ଷ୍ମ ଶରୀର ଯାହା କାରଣ ଶରୀର ସେୟା ନୁହେଁ, ସେଇଟା ଆନନ୍ଦମୟ କୋଷ କାରଣ ଶରୀରଟା। ତୁମେ ଯଦି ଏଠି ଆନନ୍ଦମୟ ସୃଷ୍ଟି କରିପାରିଲ, ସେ କୋଷ ଭିତରକୁ ପ୍ରବେଶ କରିପାରିଲ, ତାହେଲେ ସେଇ କୋଷରେ ଏକ୍ଜିଷ୍ଟ ହେଇକି ରହିବ, ସେଠି ଉପରେ ରହିବ।
ତୁମେ ଏବେ ଯେଉଁ ସାଧନ କରିବ ବା ଯାହା ଯାହା କରିବ ଯେଉଁ ସ୍ତରରେ ପହଞ୍ଚିଲ ସେଇ ସ୍ତରର ସୂକ୍ଷ୍ମ ବା ହିରଣ୍ୟମୟ କୋଷ ବା ସୂକ୍ଷ୍ମ ଶରୀର ନେଇକରି ରହିବ। ସେଥିପାଇଁ ତ ହିରଣ୍ୟମୟ କୋଷ ଅତ୍ୟନ୍ତ ଉଜ୍ଜଳ ଆଲୋକର ଘେରା ହେଉଛି ଜ୍ୟୋତିର୍ମୟ। ଆଉ ଏଇ ହିରଣ୍ୟମୟ କୋଷ ହେଉଛି ଉଜ୍ଜଳ ଆଲୋକର ଘେରା। ତୁମେ ଆଲୋକବର୍ତ୍ତିକା ହେଇକି ରହିବ, ଆଲୋକ ସ୍ତରରେ ରହିବ। ଲାଇଟ୍ ଏ ବଡ଼ିଟା ଆଲୋକ ସଦୃଶ ହେଇଯିବ, ଆଲୋକର ବଡ଼ି ହେଇଯିବ, ଲାଇଟ୍ ବଡ଼ି। ସେଥିପାଇଁ ତୁମେ ଯୁଆଡ଼େ ନା ସିଆଡ଼େ ଯାଇପାରିବ ସୂକ୍ଷ୍ମ ବିନ୍ଦୁ ହେଇକରି। ଏକର କାନ୍ଥରେ ପଶିଲେ ସେକର କାନ୍ଥରେ ବାହାରିବ ସେପଟରେ। ତୁମକୁ ମାନେ କାନ୍ଥଠାରୁ ଆହୁରି ତୁମେ ସୂକ୍ଷ୍ମ ହେଇଗଲ। ବୁଝନ୍ତୁ, ଏ କାନ୍ଥଟା ବର୍ତ୍ତମାନ ସ୍ଥୂଳ ଶରୀର ଡେଇଁକି ସେପଟକୁ ଯାଇପାରିବନି, କାନ୍ଥ ପାସ୍ କରିପାରିବ କି? ପାସ୍ କରିପାରିବନି। କିନ୍ତୁ ସୂକ୍ଷ୍ମ ଯେତେବେଳେ ହେଇଯିବ ତୁମେ ଏ କାନ୍ଥରେ ବି ଫାଙ୍କା ରହିବ, ତୁମେ ସେପଟକୁ ଯିବ, ସୂକ୍ଷ୍ମତା ଆସିବ ସେପଟକୁ ଯିବା ପାଇଁ। ତେଣୁ ସୂକ୍ଷ୍ମ ଶରୀର ସେଇଟା ମରିଗଲା ପରେ ତୁମ ସୂକ୍ଷ୍ମ ଆଜି ସୂକ୍ଷ୍ମ ହେଇଯିବ। ବହୁତ ଆମେ ଦେଖିଛୁ, ବହୁତ ଲୋକ ଯିଏ ମରିଯାଇଥିବେ ଅତୃପ୍ତ ଥିବେ ସେମାନେ ପଳେଇ ଆସନ୍ତି ଧରାପୃଷ୍ଠ। କିଛି ସ୍ୱାଦ ନେବା ପାଇଁ। ଆମ ବୋଉ ତ ମରିଗଲା ପରେ ମୋତେ ଖାଲି ଇନଫର୍ମେସନ୍ ଦେବା ପାଇଁ ଆସିଥିଲା 15 ଦିନ ପରେ ଯେ ମୁଁ ଏମିତି ମରିଗଲି। କଥାଟା କହିପାରୁନଥିଲା, ତେଣୁ କହିବା ପାଇଁ ଆସିଲା ଯେ ଏଇ ଟାଇପ୍ର ମୁଁ ମରିଗଲି। ମାନେ ଦେଖନ୍ତୁ କେତେ ସତ୍ତା, କେତେ ସୂକ୍ଷ୍ମ ସତ୍ତା। ଅବଶୋଷ ରହିଯାଇଥାନ୍ତା, ମୋତେ ନ କହିଥିଲା ଅବଶୋଷ ରହିଯାଇଥାନ୍ତା, ତେଣୁ ସେ ଆସିଲା କହିବା ପାଇଁ। ଆଉ ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି ଯେଉଁମାନେ ମରୁଛନ୍ତି, ମରିଗଲା ପରେ ସେଇ କ୍ୟାଟେଗୋରୀ ଲୋକ ତାଙ୍କୁ କେମିତି ଦେଖାଯାଉଛନ୍ତି। ତାଙ୍କ ସ୍ୱାମୀ ଦେଖାଯାଉଛି, ତାଙ୍କର ପରିବାର ଦେଖାଯାଉଛନ୍ତି। ଏଇଟା ମୋତେ ବି ଆଶ୍ଚର୍ଯ୍ୟ ଲାଗିଛି। ଜାଣିଲେ ଏଇ ଆକଳନରୁ ଜଣାପଡ଼ିଲା ଯେ ଯେହେତୁ ଡାକିକିରି ଆମରି ପରିବାର ଆସି ପହଞ୍ଚିଲା ଆମ ପାଖରେ, ତେଣୁ ଜଣାପଡ଼ିଲା ଏମାନେ କେମିତି ଏସବୁ ସିଷ୍ଟମ୍ ତିଆରି କରି ରଖୁଛନ୍ତି, କେତେ ସ୍ୱତନ୍ତ୍ର ଭାବରେ ଅଛନ୍ତି, କେତେ ସମ୍ପର୍କ ନେଇ ଅଛନ୍ତି, ପାରିବାରିକ ସମ୍ପର୍କ। ଆମେ ଯଦି କହିବା ସେମାନେ ମୃତ୍ୟୁ ହେଲେ କି ନାହିଁ, ଏ ଜନ୍ମ ନେଲେ କି ନାହିଁ, କେତେ ଦିନ ପରେ ଜନ୍ମ ନେବେ, ଆଉ କେଉଁଠି ଜନ୍ମ ନେବେ, ତାହେଲେ ତାଙ୍କର ସେଇଟା ବ୍ୟକ୍ତି ବିଶେଷରେ ଅଲଗା ହେଇଯିବ, ସମାନ ନଥାଏ। କିଏ ଶୀଘ୍ର ଜନ୍ମ ନେବ, କିଏ ବହୁତ ବର୍ଷ ପରେ ଜନ୍ମ ନେବ, କିଏ ଜନ୍ମ ନ ନେଇ ବି ପାରେ ତା କର୍ମ ଅନୁସାରେ। ଆଉ ମଣିଷ ଯେଉଁ କହୁଛନ୍ତି, ମଣିଷଟା ମଣିଷ ହେଇକି ରହିବ। ଏଇଥିପାଇଁ ଧର ତୁମେ କ'ଣ କାମ କରିଛ, ତୁମକୁ ମାଡ଼ ଦରକାର ଜୋର। ମଣିଷ ହେଇକି ଜନ୍ମ ନେଲେ ସେ ମାଡ଼ଟା ଖାଇଲେ ତୁମକୁ କାଟିବ। ଯଦି ଗଧ ହେଇକି ଜନ୍ମ ନେବ କ'ଣ ହେବ? ଯେତେ ମାରିଲେ କାଟିବନି ତାକୁ। ଗଧକୁ ଯେତେ ମାରିଲେ କାଟିବନି। ତେଣୁ ତୁମର ଯଦି ମାଡ଼ ଖାଇବାରେ ଅଛି କେଉଁଠି ଯାଇକିରି, ତାହେଲେ ମଣିଷ ଜନ୍ମ ନେଲେ ତୁମେ ସୁଧାର ହେବ, ପୁଣି ସେ କଷ୍ଟଟା ଅନୁଭବ କରିବ। ମଣିଷଟା ଯଦି ଗଧ ଜନ୍ମ ନେଇଯିବ କ'ଣ ହେବ ଜାଣିପାରିବ? ଏତେ ଜ୍ଞାନ ପୁମ୍ପୁଡ଼ି ଜନ୍ମ ନେଇଯିବ ତୁମେ, ତୁମ ଜ୍ଞାନଟା ପୁମ୍ପୁଡ଼ି ନେଇ କ'ଣ କରିବ? ପୁମ୍ପୁଡ଼ିର କ'ଣ ଜ୍ଞାନ ଅଛି? ସଂଗ୍ରହ କରିବ, ରଖିବ, ଖାଇବ। ତୁମେ ତ କେତେ ସଂଗ୍ରହରେ ଲାଗିବ ନା। ପୁମ୍ପୁଡ଼ି ଯେଉଁ ଚାହୁଁଛି ମୁଁ ଅଳ୍ପ ନେଇକି ରଖିବି, ସିଷ୍ଟମାଟିକ୍ ଯିବି ଧାରରେ, ତମେ ତ ଅଧାରରେ ଯିବ ନା। ଆଉ ତୁମେ କେମିତି ପୁମ୍ପୁଡ଼ି ହେବ? ତେଣୁ ମଣିଷ ହିଁ ହେବ। ଅବଶ୍ୟ ଯେଉଁ କେତେ ଗୁଡ଼ିଏ ଜନ୍ମ ନେଇକରି ଯିଏ ଆସିଛି, ଲାଟେଷ୍ଟ ମଡ଼େଲ ହେଉଛି ମଣିଷ। ହୁଏତ ପକ୍ଷୀରୁ ମଣିଷ ହେଇପାରେ, ଜଣେ ଡେଭଲପ୍ ହେଇପାରେ, ଏଇଟା ସତ୍ୟ ହେଇପାରେ। କିନ୍ତୁ ମଣିଷ ପରେ ଯେ ପୁଣି ଯାଇ ନିଚ ଜୋନିକି ଯିବ, ଏ ନୁହେଁ। ହୁଏତ ତୁମେ ହେଡ଼ମାଷ୍ଟର ଅଛ, ଖରାପ କର୍ମ କଲ, କରପସନ୍ କଲ, ପିଅନଟି ହେବ ଆର ଜନ୍ମରେ।
ଏଇଟା ଗ୍ରେଡେସନ୍ ଚେଞ୍ଜ ହେଇଯିବ ତୁମର। କାଲି ଜଣେ ମୋତେ ପ୍ରଶ୍ନ କଲେ, କହିଲେ ଆଜ୍ଞା ଏ ତ ଲୋକ ସବୁଦିନ ବଢ଼ୁଛନ୍ତି, ଆଜି ଯେତିକି ଅଛନ୍ତି କାଲି 200 500 ଅଧିକା ହେଇଯାଇଛନ୍ତି ଜନ୍ମ। ଗୋଟିଏ ସେକେଣ୍ଡରେ ତ, ଗୋଟିଏ ମିନିଟରେ ତ 8 ଜଣ ଜନ୍ମ ନେଉଛନ୍ତି, ଗୋଟିଏ ମିନିଟ। କିଏ ଅଧିକା ଜନ୍ମ ନେଉଥିବେ, ଗୋଟେ ସେକେଣ୍ଡରେ 8 ଜଣ ବୋଧେ। ପୃଥିବୀ କଥା ମୁଁ କହୁଛି। ତାହେଲେ ଏତେ ଲୋକ ଆସିଲେ କୋଉଠୁ, ପୁଣି ଜନ୍ମ ନେଉଛନ୍ତି କୋଉଠୁ? ଆମେ ଯଦି ସେଇ ପ୍ରଶ୍ନର ଉତ୍ତର ଖୋଜିବା, ତାହେଲେ ପୁଣି ପ୍ରଶ୍ନ ଆସିବ କେତେ ଥିଲେ ପ୍ରଥମେ? ଆମେ ତ ଜାଣିନେ ନା। ଆଉ ବୃଦ୍ଧି ହେଲା ବୋଲି କେମିତି ଜାଣିବା? କାଲିର ଲୋକ ସଂଖ୍ୟାକୁ ଦେଖିକିରି ଆମେ କହୁଛେ ହଁ ଆଜି ବେଶୀ ହେଇଗଲେ, କିନ୍ତୁ ପ୍ରଥମେ କେତେ ଥିଲେ ତା ତ କହିପାରିବାନି ଆମେ। ଗୀତାରେ ଲେଖା ଅଛି ଅବୃଦ୍ଧ ସୈନ୍ୟ ଯୁଦ୍ଧ କରୁଥିଲେ, ସେମାନେ ଗଲେ କୁଆଡ଼େ? ଆଉ ଏ ପୃଥିବୀ ଏଇ ଗୋଟିଏ ଅଛି, ଆଉ କାହିଁ କୋଉଠି ନଥିବ ପୃଥିବୀ? ତୁମ ଅଜାଣତରେ ଏ ତ ଚନ୍ଦ୍ରପୃଷ୍ଠରେ ଏଲିୟନ ଅଛନ୍ତି କହୁଛନ୍ତି, ଚନ୍ଦ୍ରପୃଷ୍ଠରେ ଏଲିୟନ ଅଛନ୍ତି। ଆମେରିକା ଯାଇଥିଲା ଚନ୍ଦ୍ରପୃଷ୍ଠକୁ, ଗୁପ୍ତରେ ରଖିଛି, ଏପର୍ଯ୍ୟନ୍ତ ଖୋଲୁନି। କ'ଣ କ'ଣ ଅନୁଭବ ହେଲା ବେଲେ କାହିଁ ଖୋଲୁନି, କାହିଁ ଉନ୍ମୋଚନ କରୁନି ସତ୍ୟଟାକୁ? ତେଣୁ କୋଉଠି ପୃଥିବୀ ନଥିବ, ଏଇଭଳି ପୃଥିବୀ କାହିଁ କୋଉଠି ନଥାଇପାରେ? ଥାଇପାରେ, ଲୋକ ବି ଥାଇପାରନ୍ତି, ଅସମ୍ଭବ ନାହିଁ। ସେଇଥିପାଇଁ ତ ପୃଥିବୀବାସୀ ଛାଡ଼ିଛନ୍ତି। ଆଉ କୋଉଠି ଅଛ କୋଇ ହେ ଆମକୁ ଜବାବ ଦିଅ, ଛଡ଼ା ହେଇଛି। ଗୀତାରେ ମଧ୍ୟ, ଗୀତାରେ କୃଷ୍ଣ କ'ଣ କହିଥିଲେ 5000 ବର୍ଷ ତଳେ, ସେ ଶବ୍ଦକୁ ଗ୍ରହଣ କରିବା ପାଇଁ ସେଇଟା ବି ମେସିନ୍ ତିଆରି ହେଇକି ଲଗା ହେଇଛି। କାଳେ କିଏ ଶବ୍ଦ ଅଛି ଆମେ ଜାଣିପାରିବା। ତେଣୁ ବିଜ୍ଞାନଟା ଜ୍ଞାନ ନୁହେଁ, ଏଇଟା ଭାବନ୍ତୁ। ବିଜ୍ଞାନ କେବେ ଜ୍ଞାନ ନୁହେଁ। ବିଜ୍ଞାନ ଆକଳନ କରୁଛି, ଯୋଉଟା ଦେଖୁଛି ସେଇଟା କହୁଛି। କେତେ କେତେ ହଜାର ହଜାର ବର୍ଷ ପଳେଇଲେ ବି ବିଜ୍ଞାନ ଦର୍ଶନକୁ ଜାଣିପାରିବନି। ଦର୍ଶନ ଭିତରେ ସବୁ ଅଛି, କିନ୍ତୁ ବିଜ୍ଞାନରେ ଜ୍ଞାନ ଯାହା ଦେଖୁଛି ସେ କହିଲା। ବିଜ୍ଞାନ ତ ଗ୍ରହଣ କରିବନି ଆତ୍ମା ଅଛି ବୋଲି, ତାହେଲେ କ'ଣ ଆମେ ମାନି ନେବା ଆତ୍ମା ନାହିଁ? ଆମେ କେବେ ମାନିପାରିବା? ତେବେ ଏଇଠି ସମୟ ହେଇଯାଇଛି ଆଜି, ହୁଏତ ଏଇଟାକୁ ପୁଣି କାଲି ଆଉ କହିପାରିବା, ବଢ଼େଇ ପାରିବା, ପାର୍ଟ 2 କରିପାରିବା। ଆଜିର ଏଇ ସତ୍ସଙ୍ଗ ଏଇଠି ରଖିବା, ସମୟ ହେଲାଣି। ଖରାଦିନ, ଖାଦ୍ୟପେୟର ଆବଶ୍ୟକତା ଅଛି। ଅବଶ୍ୟ ନ ଡରିକିରି ସମସ୍ତେ ଶୁଣିଛନ୍ତି। ଆହୁରି ଅନେକ ରହସ୍ୟ ଲୁଚି ରହିଛି ଆତ୍ମାର, ମୁଁ କହିଲିନି, କାରଣ ବି ରହିଛି। ଦେଖିବା କେତେବେଳେ ଯଦି ସୁବିଧା ହୁଏ, ଇଚ୍ଛା ହୁଏ କହିବାକୁ। ଆହୁରି ବହୁତ କଥା ଅଛି କହିବା ପାଇଁ, କହିବି। ଏବେ କିଏ କୁହନ୍ତୁ କ'ଣ କହିବେ ଏ ବିଷୟରେ? କାହାର ପ୍ରଶ୍ନ ଥାଇପାରେ। ସାର୍ ମା ଯାଇଛି। ହଁ ଯାଇଛି। ଜେଜେମା ପାଖ ଭୁବନେଶ୍ୱରରୁ କହୁଥିଲି। ହଁ ହଁ। ଆଉ ଯେଉଁମାନେ ସାର୍ ସତ୍ସଙ୍ଗରେ ଅଛନ୍ତି ସମସ୍ତଙ୍କୁ ମୋର ଯାଇଛି। ଆଉ ସାର୍ ଯୋଉ ମୃତ୍ୟୁ ପରର ଅବସ୍ଥା କଥାଟା କହିଲେ ବହୁତ ଭଲ ଲାଗିଲା। ଜାଣିଥିଲୁ, ଟିକେ ଟିକେ କହିଥିଲେ ଆଗରୁ, ଆଜି ବି ବହୁତ ଭଲ ଭାବରେ ବୁଝେଇକି ପୁରା କହିଦେଲେ। ଆଉ ଆମେମାନେ ବି ଏଥିରୁ ଶିଖିଲୁ, ଆମେମାନେ ବର୍ତ୍ତମାନର କର୍ମ କେମିତି ବି କରିବା ଦରକାର। ମୃତ୍ୟୁ ପରେ ଯଦି ଏମିତି ଅବସ୍ଥା ଆସୁଛି, ଆଉ ଆମେମାନେ ବର୍ତ୍ତମାନଟାକୁ କେମିତି ଭଲ ମନରେ କେମିତି ଆଗକୁ ନେଇପାରିବା। ଆଉ ମୃତ୍ୟୁ ପରର ଅବସ୍ଥାଟା ଯୋଉଟା କି ସତ କହିଲେ, ଯେମିତିକି ଆତ୍ମା ରହୁଛି, କ'ଣ କରିପାରୁଛି ଆତ୍ମା, ଏଇଟା ସତ କଥା କହିଲେ। ଯୋଉଟା କି ଆଗରୁ ଭାବୁଥିଲୁ ନାଇଁ ଏଇଟା ମିଛ ହେଇଥିବ, ଏଠୁ କିଛି ଦିନ ହେଲା ଶୁଣି ଶୁଣି ଲାଗୁଛି ନାଇଁ ନାଇଁ ଏଇଟା ସତ ହେଇଥିବ। ଆଉ ଆପଣଙ୍କ କଥାରେ ତ ସତ୍ୟତା ବହୁତ ଅଛି ବୋଲି ଆଜି ଦିନକୁ ଦିନ ଏ ସତ୍ସଙ୍ଗ ବହୁତ ଭଲ ଲାଗୁଛି। ପ୍ରଥମରୁ ଯେତିକି ଭଲ ଲାଗୁଥିଲା, ଆଗକୁ ବହୁତ ବଢୁଛି। ପ୍ରତ୍ୟେକ ସାପ୍ତାହିକ ସତ୍ସଙ୍ଗରେ କମୁନି ଟିକେ ବି। ଆଉ ସାର୍ ମୁଁ ଗୋଟେ ସତ୍ସଙ୍ଗ ବିଷୟରେ କହିବାକୁ ଚାହୁଁଛି। ସାର୍ ମୁଁ ତ ଏଇ ଜୁନ୍ ମାସକୁ ଜୁନରେ ମୋର
1 year ହେଇଯିବ। ଆଉ ଗୋଟେ ଜିନିଷ ସାର୍ ଏ ମାସ ମୁଁ ମାନେ ଦେଖିଲି, ନଜରକୁ ଆସିଲା, ଝିଅ ତ ସାର୍ UKG ରୁ ପଢିଲାଣି, ତାର ଏଇଟା standard 4 ହବ। ସେ କ୍ଲାସ 3 ର ଏକ୍ଜାମ ଦେଇ ଚାଲିଥାଏ। ଏଇଟା ତ ତାର ଲାଷ୍ଟ ଆନୁଆଲ ଏକ୍ଜାମ ଥିଲା। ଆନୁଆଲ ଏକ୍ଜାମ ରେ ମୁଁ ଗୋଟେ ଜିନିଷ ସାର୍ ଲକ୍ଷ୍ୟ କଲି, ତାର ଫାଷ୍ଟ ଆନୁଆଲ ଏକ୍ଜାମ ଷ୍ଟାର୍ଟ ହେଲା ସଟରଡେରେ ଥିଲା, ତାର ଏଣ୍ଡ ହେଲା ସଟରଡେରେ ଥିଲା, ଆଉ ତାର ଆଜି ସାର୍ ରିପୋର୍ଟ କାର୍ଡ ନେଇକି ଆସିଲା, ସଟରଡେରେ ନେଇକି ଆସିଲା। ଆଉ ସେ ବହୁତ ଖୁସି ଅଛି ଯେ ବହୁତ ଭଲ କରିଛି। ତ ସିଏ ଏବେ ବି ସାର୍ ସ୍କୁଲରୁ ଆସିଲେ ଆପଣ ସତ୍ସଙ୍ଗ ଟିକେ ଶୁଣୁ ଶୁଣୁ ଶୋଇପଡିଲା। ତେଣୁକରି ମୁଁ ନିଜେ ସାର୍ ଅନୁଭବ କରୁଛି ଯେ ଆର ପ୍ରଭାବ ପରିବାର ଭିତରେ ବହୁତ ପଡି ଚାଲିଛି। ଆଉ ମୁଁ ସେଇଟା ଚାହୁଁଛି ଆଗକୁ ପଡୁ, ଆଉ ମୋ ସହିତ ପରିବାର ମଧ୍ୟ ସାର୍ ଏଇଥିରେ ଯାଆନ୍ତୁ। ସମସ୍ତେ ଛୁଆ ପାଠ ପଢୁ, ତାର ବାବା ଜବ୍ କରନ୍ତୁ, ସବୁ କରନ୍ତୁ, କିନ୍ତୁ ଆକୁ ନେଇକି ଚାଲନ୍ତୁ। ମୋର ଏଇଟା ସାର୍ ରହୁଛି। ଆପଣଙ୍କର ମାଙ୍କର ଆଶୀର୍ବାଦ ରହୁ। ସାର୍ ରହୁଛି, ଜୟ। ହଉ, ଧନ୍ୟବାଦ। ନିଜର ଅଭିଜ୍ଞତାର ମତାମତ ରଖିଲେ ଆଉ ତା ସହିତ ବିଶ୍ଳେଷଣ କଲେ ଏଇ ପୁଙ୍ଖାନୁପୁଙ୍ଖ ଭାବରେ ଆମର ଯେଉଁ ପ୍ରବଚନ ଦୋହରାଇଲେ, ଆଉ ଭଲ ଲାଗିଲା ତୁମର ମତାମତ। ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ? ଲିପୁରାଜ କହୁଥିଲି ଗଞ୍ଜାମ। ହଁ, କୁହ। ଆଜି ଯୋଉ ମୃତ୍ୟୁର ଗୁଢ ରହସ୍ୟ ଥିଲା, ବହୁତ ଗୁପ୍ତ ଜିନିଷ ଥିଲା, ସେ ଅଜ୍ଞାନତା ଥିଲା, ସେ ବହୁତ ବଡ ଜ୍ଞାନର ବିଷୟ ଆପଣ ଆଲୋଚନା କଲେ। ଯେହେତୁ କି ମୁଁ ବର୍ତ୍ତମାନ ଅଛି ଆଉ ମୃତ୍ୟୁ ପରେ ବି ରହୁଛି, ଯେ ଅବିନାଶୀ ବ୍ରହ୍ମ ଏବେ ଅଛି ଆଉ ପରେ ମଧ୍ୟ ରହିବି। ଆଉ ବହୁତ ଗୁଢ ରହସ୍ୟ ଏଇ ଜିନିଷ ରହିଲା। ଆଉ କିଛି କିଛି ମଧ୍ୟ ଅବଶୋଷ ବି ରହିଯାଇଛି, ଆଉ ସରିଗଲା ଯେମିତି ବହୁତ ଇଣ୍ଟରେଷ୍ଟିଂ ଥିଲା। ଆଉ ବୁଝା ପଡିଗଲା ଯେ ହଁ, ଯେ ମୃତ୍ୟୁ ପରେ କଣ କଣ ହୁଏ, ଏ ସଂସାର କଣ, ଯେ ସବୁ ତ ଅଛି, ସବୁ ରହିଛି, କିନ୍ତୁ ସବୁ ଥିଲେ ମଧ୍ୟ ଯେ ତା ଭିତରେ ମୁଁ ଥାଇ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଜଣେ ନିଆରା। ସେଥିପାଇଁ ଏମିତି ସତ୍ସଙ୍ଗ ଆମକୁ ମିଳିଥାଉ, ଆମେ ପଥଭ୍ରଷ୍ଟ ନ ହୋଇ ଏଇ ପରିଧି ଭିତରୁ ନ ଯାଇ ଏଇ କେନ୍ଦ୍ରର ସ୍ଥିତିରେ ହିଁ ରହିବୁ। ଏ ପରିସ୍ଥିତି ସଂସାରର ପରିବେଶ ପରିସ୍ଥିତିରେ ଥିଲେ ମଧ୍ୟ ଏ ଯୋଉ ଟ୍ରାଫିକ ଅଛି, ଟ୍ରାଫିକରେ ରହି କୁଆଡେ ଯିବୁ, କଣ କରିବୁ, ଯୋଉ ଏଇ ଯୋଉ ସତ୍ସଙ୍ଗ, ଏଇ ଯୋଉ ବାଣୀ, ଏଇ ଯୋଉ ଅମୂଲ୍ୟ ଯୋଉ ବ୍ରହ୍ମ ଶବ୍ଦ ଆମ ଭିତରେ ପହଞ୍ଚୁଛି, ଏ ବହୁତ ଅଜ୍ଞାନତାକୁ ଦୂର କରିଦଉଛି। ଆଉ ଏତିକି କହି ମୁଁ ପ୍ରଣାମ କରୁଛି। ହଉ, ଧନ୍ୟବାଦ। ବହୁତ ସମୟ ଅବଶ୍ୟ କହିଲେ, ସର୍ଟରେ କୁହନ୍ତୁ, ଭଲ ହେବ। ତେବେ ଆଉ କିଏ କହିବେ କୁହନ୍ତୁ? ଲିପୁ ମୁନି ଭାଇ ଯୋଉ ସତ୍ସଙ୍ଗଟା ପୂର୍ବରୁ କଥାଟା ରଖିଥିଲେ, ବହୁତ ସମସ୍ତଙ୍କୁ ବହୁତ ଖୁସି ବି ଦେଇଛି। ସେ କଥା ଆମେ ନିହାତି ଜାଣିବାର ଥିଲା। ଆଉ ଆମେ ଯୋଉ ଏବେ ଷ୍ଟେଜରେ ରହିଛନ୍ତି, ଆମକୁ ସଚେତନ, ଏ ସତ୍ସଙ୍ଗ ହିଁ ଆମକୁ ସଚେତନ କରିଦଉଛି। ଆଉ ପଥଭ୍ରଷ୍ଟରୁ ଆମେ ଦୂରେଇ ଆସୁଛୁ। ଯାହା ହେଉ ଆମ ଗୋଟେ ବାବାଙ୍କର କୃପା, ମାଙ୍କର କୃପା ଥିବାରୁ ଆଜି ଗୋଟେ ଲାଇନକି ମୁଁ ଆସିଛି। ମୁଁ ତ ସେ ଷ୍ଟେଜକୁ ଯାଇନି, କିନ୍ତୁ ମୋ ମନେ ହଉଛି ସବୁବେଳେ ମୁଁ ସେଇ ଷ୍ଟେଜରେ ହିଁ ଅଛି। ବାବାଙ୍କର କୃପା ହେଉ ମୋ ପ୍ରତି। ଆଉ ମୁଁ ଯେମିତି ଆଗକୁ ଆଗକୁ ଯାଏ, ଆଉ ଏ ସବୁ କଥାରେ ସମସ୍ତଙ୍କୁ ଆମକୁ ଗୋଟେ ରାସ୍ତାର, ଯେମିତି ହେଡ ରାସ୍ତାର ଆମ ଯିବା ପାଇଁ ଯେମିତି ଆମର ଗୋଟେ ଆଦେଶ ରହିଲା ଭଳି, ଯେ ଏଇ କାମ କର, ଏଇଟା ହିଁ ଠିକ, ଆଉ ଭୁଲ ରାସ୍ତାରେ ଗଲେ ଭୁଲ ହିଁ ତମକୁ ହବ। ଏଇଟା ନିତ୍ୟାନ୍ତ ସତ୍ୟ କଥା। ଆପଣଙ୍କ ଅକ୍ଷର ଅକ୍ଷର ଆପଣ ସତ୍ସଙ୍ଗର ଗୋଟେ ଗୋଟେ କଥା, ଏଟା ବି ସତ୍ୟ। ଭଲ ଲାଗୁଛି ବାବା, ପ୍ରଣାମ। ତେବେ ଯେଉଁ କହିଲେ ପୂର୍ବରୁ, ଯେଉଁ ଲିପୁ ମୁନି କହୁଥିଲେ ଯେ ସତ୍ସଙ୍ଗ କଥା ଯେ ଅଭାବ ରହିଗଲା, ଆଉ କିଛି କହିଥାନ୍ତେ, ମୁଁ ବି ଫିଲ୍ କରୁଥିଲି। ତଥାପି ସେକେଣ୍ଡ ଯଦି ହବ ମୁଁ କହିଲି, ପଛରେ ଯଦି ଆବଶ୍ୟକ ହେଲେ ପୁଣି କୁହାଯିବ। ଦେଖିବା ପରବର୍ତ୍ତୀ ଦିନ। ତେଣୁ ଏଠି ଯେଉଁ ମତାମତ ରଖିଲେ ଏବେ ସୁମତି, ତାଙ୍କୁ ଧନ୍ୟବାଦ। ହଉ,
ଏଇଠି ରଖିବା, ଆମ ସତ୍ସଙ୍ଗ ସାଙ୍ଗ କରିବା। ଆଉ ଖରାଦିନ ଅଛି, କାଲି ପେଟ୍ରୋଲ ବିଷୟରେ ନହେଲେ ଆଲୋଚନା କିଛି କରିବା, ନାହିଁ ତ ଆଉ କ'ଣ କରିବା। ଏ ଟପିକ୍ ଆହୁରି ଲମ୍ବା ହେଇପାରିଥାନ୍ତା, ମୁଁ ଜାଣି ଶୁଣିକିରି କାଟିଲି। ହଉ ହଉ, ସମସ୍ତେ ଏଇ ସତ୍ସଙ୍ଗକୁ ଧୀର ସ୍ଥିର ଭାବରେ ଶୁଣିଛନ୍ତି। ହଉ, ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ଉପସ୍ଥିତ ଥିବାରୁ, ସତ୍ସଙ୍ଗକୁ ଉପଭୋଗ କରିଥିବାରୁ, ପରଜନ୍ମ କଥା ଶୁଣିଥିବାରୁ ଏବଂ ଯୋଗରେ ସାମିଲ ହେଇଥିବାରୁ, ଆତ୍ମଜ୍ଞାନ କଥା ଶୁଣୁଛନ୍ତି। ଏଇଟା ତୁମ ପକ୍ଷରେ ଗୋଟେ ବଡ଼ ତାର ଭାଷା ନାହିଁ କହିବା ପାଇଁ। ଯିଏ ଆତ୍ମଜ୍ଞାନ ଶୁଣୁଛି ସେଥିପାଇଁ ଭାଷା ନାହିଁ କିଛି କହିବା ପାଇଁ। ଏତେ ମୂଲ୍ୟବାନ ଜିନିଷ ଜୀବନର, ଯଦି କିଛି ମୂଲ୍ୟବାନ ଥାଏ ଏଇଟା ହିଁ ମୂଲ୍ୟବାନ, ଆଉ କିଛି ନାହିଁ। ତେଣୁ ଏଇଠି ଆମେ ରଖିବା, ସାଙ୍ଗ କରିବା ସତ୍ସଙ୍ଗ। ପୁଣି କାଲି ପାଇଁ ପ୍ରସ୍ତୁତ ହେବା ସତ୍ସଙ୍ଗ ରଖିବା ପାଇଁ। ସମସ୍ତଙ୍କୁ ଧନ୍ୟବାଦ। प्रणाम गुरुजी, प्रणाम गुरुमा, प्रणाम। प्रणाम गुरुमा, प्रणाम। ଜୟ ଗୁରୁ। ଜୟ ଜୟ।